ସେଇଥିପାଇଁ ନରକକୁ ପଠାନ୍ତି। ସେ ଚାହାନ୍ତି ନାହିଁ ଯେ ସଦା କାଳ ଅନନ୍ତ କାଳ ପର୍ଯ୍ୟନ୍ତ ମନୁଷ୍ୟମାନଙ୍କ ମଧ୍ୟରେ ଦୁଷ୍ଟତା ଥାଉ ବୋଲି। ତେଣୁ ସେ ଦୁଷ୍ଟତାକୁ କାଢି କରି ସେ ନରକରେ ପକାଇଦେବେ, ପାପୀକୁ କାଢିକି ନରକରେ ପକାଇଦେବେ। ପ୍ରିୟ ଭାଇ ଭଉଣୀ ମାନେ, ଆମେ କଣ ଏସବୁ କରିକି ଆସିଛୁ ତ? ମନେ ରଖିଥାନ୍ତୁ, 35,000ଟା ବାଇବଲର ପଦ ଭିତରେ 35ଟା ପଦ ଈଶ୍ୱର ପ୍ରେମିକ ବୋଲି ଲେଖା ହେଇଛି। ଆଉ ସେଇ ପ୍ରେମ ମଧ୍ୟ କାହା ପାଇଁ? ଯେ ଅନୁତାପ କରିଛି, ପାପରୁ ଫେରିଛି, ମନ୍ଦତାରୁ ଫେରିଛି, ଦୁଷ୍ଟତାରୁ ଫେରିଛି, ତାର ପାଇଁ ଏକା ପ୍ରେମ, ସବୁ ପାଇଁ ପ୍ରେମ ନାହିଁ। ତାର ପାଇଁ ଏକା ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। କଣ ଲେଖା ଯାଉଛି? ଏଇ ରୂପେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମକାରୀ ସମସ୍ତ ବଂଶର ନିଶେଷ ନ ହେବା ପର୍ଯ୍ୟନ୍ତ ସେ ସେମାନଙ୍କୁ 40 ବର୍ଷ ଯାଏ ପ୍ରାନ୍ତରରେ ଭ୍ରମଣ କରାଇଲେ। 40 ବର୍ଷ କାହିଁକି ଭ୍ରମଣ କରାଉଛନ୍ତି? ପ୍ରଭୁଙ୍କ ଶ୍ରଦ୍ଧା ଧରିଛି ନା ପ୍ରଭୁ ରାସ୍ତା ଜାଣିନାହାନ୍ତି? ସର୍ଟକଟ ରାସ୍ତା ତ ଥିଲା, ସିଧା ନିକାଟେ ଦେଇଥାନ୍ତେ 10-12 ଦିନରେ। ପ୍ରିୟ କାହିଁକି ବୁଲାଇଲେ? କାହିଁକି ଏମାନଙ୍କୁ ସୁଯୋଗ ବି ଦେଲେ, ଆଉ ଏମାନଙ୍କୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ମଧ୍ୟ 40 ବର୍ଷ ପ୍ରଭୁ ନେଲେ। ମୋର ପ୍ରିୟ ଭାଇ ଭଉଣୀ ମାନେ, এই ପଦ ପଢିଲା ବେଳକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଛି ଯେ ପରମେଶ୍ୱର କଣ କହୁଛନ୍ତି? କେବଳ 2 ଜଣ, କାଲେବ ଆଉ ଯୋଶୁଆ, ଅନ୍ୟମାନେ ବାଟରେ ମରିବେ। ଭାବିଥିଲେ କେତେ? ଯାତ୍ରା ପୁସ୍ତକ 12 ପର୍ବ 37 ପଦ। ଯାତ୍ରା ପୁସ୍ତକ 12 ପର୍ବ ତାର 37 ପଦ। ଅନନ୍ତର ଇସ୍ରାଏଲ ସନ୍ତାନ ମାନେ ବାଳକ ଛଡ଼ା ପ୍ରାୟ 6 ଲକ୍ଷ ପୁରୁଷ ପାଦଗତିରେ। କେତେ? 6 ଲକ୍ଷ ପୁରୁଷ। ବାଳକ ମାନଙ୍କୁ ଛାଡ, ବାଳିକା ମାନଙ୍କୁ ଛାଡ, ଆଉ ସ୍ତ୍ରୀ ଲୋକ ମାନଙ୍କୁ ବି ଛାଡ, ଖାଲି ପୁରୁଷ ଆକା କେତେ? 6 ଲକ୍ଷ ପୁରୁଷ ପାଦ ଗତିରେ ରମେଶେଶ ଠାରୁ ସୁକୋତକୁ ଯାତ୍ରା କଲେ। କେତେ? 6 ଲକ୍ଷ ଲୋକ। ଯାଉ ଯାଉ 40 ବର୍ଷ ଭିତରେ କେତେ ଲୋକ ହେଇଛନ୍ତି? 2 ଲକ୍ଷ। 6 ଲକ୍ଷ କାହିଁ? ଆରେ 2 ଲୋକ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯେଉଁମାନେ ବାହାରିଲେ ଏମାନେ ମିଶ୍ରର ଲୋକ ନୁହନ୍ତି। ଏମାନେ ପରିସ୍ଥିତି ଖରାପ ହେଲାରୁ ମିଶ୍ରକୁ ଗଲେ। ଦୁର୍ଭିକ୍ଷ ସମୟରେ ଏମାନେ ମିଶ୍ରକୁ ଗଲେ। ଆଦି ପୁସ୍ତକ ତାର 46 ପର୍ବ ତାର 37 ପଦ ଦେଖିବେ। ଆଦି ପୁସ୍ତକ ତାର 46 ପର୍ବ 37 ପଦ। ମିଶ୍ରରେ ଯୋସେଫଙ୍କର ଯୋଉ ପୁତ୍ର ଜାତ ହୋଇଥିଲେ ସେମାନେ 2 ପ୍ରାଣୀ। ମିଶ୍ରକୁ ଆଗତ ଯାକୋବଙ୍କର ପରିଜନ ସର୍ବସୁଦ୍ଧା 70 ଜଣ। ଏ 70 ଜଣ ଗଲେ କୋଉଠିକୁ? ମିଶ୍ରକୁ ଗଲେ। ଏ 70 ଜଣ 400 ବର୍ଷର କେତେ ହେଇଯାଇଛନ୍ତି? 6 ଲକ୍ଷ ପୁରୁଷ। ସ୍ତ୍ରୀ ମାନଙ୍କୁ କାଉଣ୍ଟ ନାହିଁ, ଛୁଆ ମାନଙ୍କୁ କାଉଣ୍ଟ ନାହିଁ, ଖାଲି ପାଦ ଗତିରେ ଚାଲବା ପୁରୁଷ ମାନଙ୍କ 6 ଲକ୍ଷ ହେଇଗଲେ। କେତେ ବର୍ଷରେ? 400 ବର୍ଷରେ। ଏମାନେ ବାହାରିଛନ୍ତି କୋଉଠୁ? ମିଶ୍ରରୁ ବାହାରିଛନ୍ତି ଯିବା ପାଇଁ। ଏବେ କୋଉଠିକି? ଦୁଗ୍ଧ ମଧୁ ପ୍ରବାହିତ ଦେଶକୁ। ଗଲା ବେଳକୁ ଯୋଉ ଲୋକମାନେ 400 ବର୍ଷରେ 6 ଲକ୍ଷ ଲୋକ ହେଇଥିଲେ, 40 ବର୍ଷରେ 2 ଲକ୍ଷ ହେଇଗଲେ। ମାନେ ଭାବି ଦେଖନ୍ତୁ କୋଉ ରେଟରେ ମରିଥିବେ ଏମାନେ, କେମିତି ମରିଥିବେ। ଯୋଉ ପରମେଶ୍ୱର ଏମାନଙ୍କୁ କଣ କହିଲେ? ଇସ୍ରାଏଲର ପରମେଶ୍ୱର ଘୁମାନ୍ତି ନାହିଁ କି ନିଦ୍ରା ଯାଆନ୍ତି ନାହିଁ। ସେ ତାର ରକ୍ଷକ। ସେ କହୁଛନ୍ତି କଣ? ଯେ ତୁମକୁ ସ୍ପର୍ଶ କରିବ, ସେ ମୋର ଚକ୍ଷୁର ପିତଳାକୁ ସ୍ପର୍ଶ କଲା ଭଳିଆ। ତୁମର ଆକୃତି ମୋର ହସ୍ତ ପାପୁଲିରେ ମୁଁ ଲେଖିକି ରଖିଛି। ଏତିକି ଯତ୍ନ ନେବା ପରମେଶ୍ୱର। ଦିନରେ ମେଘସ୍ତମ୍ଭ, ରାତିରେ ଅଗ୍ନିସ୍ତମ୍ଭ। ଏମାନଙ୍କୁ ମାନ୍ନା ଖାଇବାକୁ ଦେଲେ, ଏମାନଙ୍କୁ ମାଂସ ଖାଇବାକୁ ଦେଲେ ବାଟୋଇ ପକ୍ଷୀ। ପଥରରୁ କଣ କଲେ? ଜଳ ଦେଲେ। ପାଦ ଫୁଲିଲା ନାହିଁ, ଜୋତା ଛିଣିଲା ନାହିଁ। ଶତ୍ରୁ ମାନେ ମୋର ପାଖରେ ପରାସ୍ତ ହେଲେ।
ଏମାନେ ଯୁଦ୍ଧ ବି ଲଢି ନାହାନ୍ତି, ଏମାନେ ବୁଣି ବି ନାହାନ୍ତି, କାଟି ବି ନାହାନ୍ତି। ପ୍ରଭୁ ଏମାନଙ୍କ ଯତ୍ନ ନେଇ ଗଲେ। ଯେତିକି ଯତ୍ନ ନେଲେ ସେତିକି ଉତ୍ପାତ ହେଲେ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଖ୍ରୀଷ୍ଟିଆନ ମାନଙ୍କୁ କଣ ହେଇଛି? ଏ ଦୁଧ ଭାତ ମିଳିଲାରୁ ଉତ୍ପାତ ହଉଛନ୍ତି। ଏ ଆଶୀର୍ବାଦ, ଏ ମଙ୍ଗଳ ଦାନ ଆମମାନଙ୍କୁ ଭ୍ରମିତ କରିଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ପରମେଶ୍ୱର ତାଙ୍କ ବାକ୍ୟ ଦ୍ୱାରା ଆମମାନଙ୍କୁ ସଚେତନ କରିବା ପାଇଁ ଚାହାନ୍ତି। ଆପଣଙ୍କ ଜୀବନ କେମିତି ଅଛି ଏଇଟା ଆମ ପାଇଁ ଚେତାବନୀ ଯେ 6 ଲକ୍ଷ ଲୋକ କଣ ବୋଲି କହିଥିବେ, କୁଆଡେ ଯାଉଛ? ନାଇଁ, ଆମର ପ୍ରଭୁ କହିଲେ ଆମେ ଦୁଗ୍ଧ ମଧୁ ପ୍ରବାହିତ ଦେଶକୁ ଯାଉଛୁ, ସେଠି କିଛି ଅଭାବ ନଥିବ, ସେଠି ବାପରେ ଖାଇବା ପିଇବା ଅଭାବ ନାହିଁ, ଭୟଙ୍କର ଜାଗା, ଏମିତି ଜାଗା। ବାହାରିଲେ ସେମାନେ ତ ବାହାରିଲେ ତା ତଳ ପଦ ଟିକେ ପଢନ୍ତୁ, ଯାତ୍ରା ପୁସ୍ତକ ତାର 12 ପର୍ବ 38 ପଦ 38 ବି ପଢି ଦିଅନ୍ତୁ। ହଁ, ପୁଣି ମିଶ୍ରିତ ଲୋକମାନଙ୍କର ଏହି ମହାଜନତା। କଣ ହେଇଛି? ଏ ମିଶ୍ରିତ ଜନତା ବି ଭାରି ଆସିଛନ୍ତି। କିଏ ଆସିଛନ୍ତି? ସେ ବଲକା ଲୋକ ବି ଭାରି ଆସିଛନ୍ତି। ଆଜି ସମସ୍ୟା କଣ? ମଣ୍ଡଳୀ ପାଇଁ କଣ? ଚର୍ଚ୍ଚରେ 50 ଲୋକ ଅଛନ୍ତି, କିନ୍ତୁ ବାହାରେ ବାହାରିଲା ପରେ କେତେ ଲୋକ ସାଙ୍ଗେ ମିଶୁଛନ୍ତି? 500 ଲୋକ ସାଙ୍ଗେ ମିଶୁଛନ୍ତି। ଆଉ ସମସ୍ତ ମିଶି ଏମାନଙ୍କ ଜୀବନ ବିଛନ୍ତି। ଆଜ୍ଞା, ରବିବାର ଦିନ ବଢିଆ ଦୂତ ପରା ଥିବେ, সোমবার টু শনিবার ଆମେ ଜାଣିଛୁ କେମିତି ଅଛୁ। ପ୍ରିୟ ଭାଇ ଭଉଣୀ ମାନେ, ରବିବାର ଦିନ ଚର୍ଚ୍ଚରେ ଆସି କାନ୍ଦୁଥିବେ, সোমবার ଟୁ ଶନିବାର ଟିଭି ଦେଖି କାନ୍ଦୁଥିବେ। আমার পিলাটুকি আসি, প্রভু তুঝে দেখনা মে চাহু। আরে বাকি দিনে লোকর ফটো কে দেখি দেখি জুম করি বসতে হচ্ছু। আজিকাটা চত্রে প্রভু ভোজ হইতিব, আজি প্রভু ভোজ, বাকি দিনে পুড়িয়া ভোজ, খৈনি ভোজ, সেই পাটিরে একা খাউছু, সেই পাটিরে প্রভু ভোজ, সেই পাটিরে পুড়িয়া, সেই পাটিরে মদ। স্বর্গে যাওয়া বাহারিছ সবু। মোর প্রিয় ভাই বোন, কেতে বড় চেতাবনী আমার পাই যে কোন যে 6 লক্ষ পুরুষ 40 বর্ষ ভিতরে 2 লক্ষ হয়ে গলে। মানে কোন রকমের পাপ করে মরিথিবে ভাবি দেখো। এମାନେ পাপর বেতন কোন? মৃত্যু। পাপ করি আপন মুই কে মিশা বঞ্চি হেব নাই। আমি কোন করুছু? পাপ भी করিবি, কুকর্ম भी করিবি, অসাধু জীবন भी কাটিবি, আর স্বর্গে মধ্যে ଯିବି। ଗୋଟେ ପଦ ଦେଖନ୍ତୁ କେମିତି ଲେଖା ହେଇଛି, ପ୍ରଥମ କରନ୍ତିୟ 10 ପର୍ବ 8 ପଦ। ପ୍ରଥମ କରନ୍ତିୟ 10 ପର୍ବ 8 ପଦ। ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ 23,000 ମରିଗଲେ। କେତେ ଲୋକ ମଲେ ଗୋଟେ ଦିନରେ? 23,000 ଲୋକ। 23 ଲକ୍ଷ ନାହିଁ, ବ୍ୟଭିଚାର କର୍ମ କରି ଗୋଟେ ଦିନେ 23,000 ବୋଲେ ଏମିତି କଣ କରି କେତେ କେତେ ମରିଥିବେ। ତେବେ 6 ଲକ୍ଷ ଲୋକ କେତେ ହେବାର ଅଛି? 2 ଲକ୍ଷ ହେବାର ଅଛି। ଆମେ ପାପ କାମ କରି କୁକର୍ମ କରି ଭାବୁଛୁ କଣ ପଳେଇବୁ। ଆମର ଦେଶ ନୂଆ ପାଠ। କଣ ପାଠ? ଯେ ମଲା ପରେ କଣ ହେବ? ଆହୁରି ଥରେ ଜନ୍ମ ହେବ। କେବେ ପାପ କରିବା ଡରୁନାହାନ୍ତି। କଣ କହୁଛନ୍ତି? ଯଦି ଭଲ ଜୀବନ କାଟିବ ତେବେ ତୁମେ ଭଲ ଜନ୍ମ ଆସିବ। କେତେବେଳେ କହୁଥିବେ କି ନାଇଁ, ଆଜ୍ଞା ଏଟା ପୂର୍ବ ଜନ୍ମର ପାପ ଭୋଗୁଛି। ଆଜ୍ଞା ପୂର୍ବ ଜନ୍ମର ପୁଣ୍ୟ ଏସବୁ ମୁଁ ପାଇଛି। ପାଚାର ସେ କାପୁ ମୁଣ୍ଡାକୁ। ପୂର୍ବ ଜନ୍ମର କଣ ଥିଲା? ପ୍ରିୟ ମାନେ, ଏ ପୂର୍ବ ଜନ୍ମ ପର ଜନ୍ମ କିଛି ନାହିଁ। ମନୁଷ୍ୟ ଥରେ ଏକା ଜନ୍ମ ହବ, ଏଟା ଶାସ୍ତ୍ର କହୁଛି। ଏବେ 9 ପର୍ବ 37 ପଦରେ କଣ ଲେଖା ହଉଛି? ମନୁଷ୍ୟ ମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ, ଥରେ ଜନ୍ମ, ଥରେ ମୃତ୍ୟୁ, ତାପରେ ବିଚାର। ତାଙ୍କୁ ଡର ନାହିଁ। ଆମ ଦେଶରେ ଏତେ ପାପ କାହିଁକି? ଆମ ଦେଶରେ ଏତେ ପାପ କାହିଁକି? କେତେ ପାପ କାହିଁକି?
ମୋର ପ୍ରିୟ ଭାଇ, କାହିଁକି ଏମାନଙ୍କୁ ସେ ଡର ନାହିଁ ଯେ ମଲା ପରେ ନର୍କ ଅଛି ବୋଲବାଟା। କଣ? ହଁ ମୋ ଜନ୍ମ ତ ହେବି, କୁକୁର ହେବ, ବିଛା ହେବ, ଘୁଷୁରି ହେବ, କଲିଆ ହେବ, ବାରିଆ ହେବ, କିଡ଼ା ହେବ, ପଟେଙ୍ଗା ହେବ, ଏଟା ସେ ଭାବୁଛି। ପୂର୍ବଦିନର ପାପର ଯଦି କୁକୁର ହେଲା ବୋଲେ ମଣିଷ ଥିଲା, କୁକୁର ଜନ୍ମ ଆସିବୁ, ତୁ ବିଛା ହେବୁ। ସେମିତି ହେଲେ ତ ସବୁଠୁ ବେଶୀ ପାପି ବ୍ରଏଲର କୁକୁଡ଼ା, ସତକି ନାହିଁ? ଦିନକେ ଗାଦା ଗାଦା ମରୁଛି ସେ, ତାକୁ ଏମିତି କଲକଲେ ମାରବେ, ସତକି ନାହିଁ? ବ୍ରଏଲର କୁକୁଡ଼ା କେମିତି ଥିବ ଭାଇ ଭଉଣୀ ମାନେ? ତାର ଜୀବନ ବେଶୀ ଦିନର ନାହିଁ, ତାକୁ ଇଞ୍ଜେକ୍ସନ ଦେଇ କରି ଓଜନ କରାଇବେ ତାକୁ। ତାର ଶରୀର ଓଜନ ଏତେ ହେଇଯିବ ସେ ଗୋଡରେ ଠିଆ ହେଇପାରିବନି, ସେ ଗୋଡ ଭାଙ୍ଗିଯିବ, ସେ ବସଲାଟି ବସି ଏକା ଥିବ। ତ ସେତିକି ଯୋଉ ଇଞ୍ଜେକ୍ସନ ଦେଇଛନ୍ତି ଆମେ ଖାଉଛୁ, କେନେ ଯିବ ସେଟା? ଯୋଉ ଦିନରୁ ବ୍ରଏଲର କୁକୁଡ଼ା ଆସିଲା ଆମର ଅବସ୍ଥା ବି ସେମିତି ଏକା, ବସଲାଟା ଉଠି ପାରୁନୁ, ଉଠିଲେ ବସି ପାରୁନୁ, କାରଣ ସବୁ ଖାଇଛୁ ଆମେ ସେଟା। ଆରେ ଆମର ପିଲାମାନଙ୍କୁ ସେ ଚିକେନ ଏକା ଭଲ ଲାଗିବ, ବେଶୀ ଖାଇବେ ସେଟା। ଆପଣ ଦେଖନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ଗୋଟେ ଦେଶୀ କୁକୁଡ଼ାକୁ ଆଉ ଗୋଟେ ବ୍ରଏଲରକୁ କଣ କରିବେ? ଖୋଲିଦେବେ, ତାପରେ ବରିଗୁମା ଯାଏ ହାଟ କରି ଆସିବେ। ଆସିଲା ଭିତରେ ଦେଶୀ କୁକୁଡ଼ା ଆତା ପାତା ନଥିବ, କେନେ ପଲେଇଥିବ, କିନ୍ତୁ କେ ହାଗରା ଡୁମା ଇଏ କୋଉଠି ଥିବ? ବ୍ରଏଲର କୁକୁଡ଼ା ସିତି ଆଗା ହାଗି କ ଖାଇ ମାନେ କଣ ହବ? ଯାଇପାରିବ ନାଇଁ କେନେ ମିଶା। ଆପଣ ଯୋଉ ଚିକେନ ଦୋକାନକୁ ଯିବେ, ଖରାପ ଭାବେ ନାହିଁ, ସକାଳ ଯୋଉ କୁକୁଡ଼ା କାଟି ରଖିଦେବ କି ନାହିଁ, ଆମେ ଯାଉ ଭାଇ ନା କାଟିକି ରଖିଦେଇଛ ଚିକେନ, ବଢିଆ ହେଲା ତ, ଦେଖିଲା ବେଳକୁ ରାତିରେ ମରଲାଟାକେ ଡ୍ରେସିଂ କରି ରଖିଛି, ସେ ରଖିଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏମାନଙ୍କୁ ଅନୁଗ୍ରହ କରନ୍ତୁ। କେମିତି ଯଦି ପାପ କରିବା ଦ୍ୱାରା ଯଦି ଆମେ ଜନ୍ମ ହଉଛନ୍ତି, ଲୋକ ସେଟା ଭାବୁଛନ୍ତି, ସେବେ ଡର ଭୟ ନାହିଁ। କାରଣ ପୂର୍ବ ଜନ୍ମ କେ ଦେଖିଛି, ପର ଜନ୍ମ କେ ଦେଖିଛି, ଏଟା ଆମର ଉଲୁ ମନକେ ଉଲୁ ବନାଇବା ପାଇଁ। ମୋର ପ୍ରିୟ ମାନେ, ଯଦି ମନୁଷ୍ୟର ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି, ତାର ପ୍ରଭୁ ଅଛନ୍ତି, ତାର ପାପ ସକାଶେ ତାକୁ ଦଣ୍ଡ ମଧ୍ୟ ଦେବେ। ମୁଁ ଗତକାଲି କହୁଥିଲି, ସବୁର ମାପରୁ ଅଲଗା ନାହିଁ। ତମ ମାପରୁ ଅଲଗା, ଆମର ମାପରୁ ଅଲଗା। ତମର ଭଗବାନ ଅଲଗା, ଆମର ଭଗବାନ ଅଲଗା। ତମ ସୃଷ୍ଟିକର୍ତ୍ତା ଅଲଗା, ଆମ ସୃଷ୍ଟିକର୍ତ୍ତା ଅଲଗା। ତମ ସ୍ୱର୍ଗ ଅଲଗା, ଆମ ସ୍ୱର୍ଗ, ସବୁ ସେ ଧାନ୍ଦରାକୁ ପଡିଛ, ଅଲଗା ନାହିଁ। ପ୍ରଭୁ ଏକମାତ୍ର ଅଟନ୍ତି, ଯେ ମନୁଷ୍ୟର ସୃଷ୍ଟିକର୍ତ୍ତା ଅଟନ୍ତି, ଯେ ଜଗତକୁ ତ୍ରାଣକର୍ତ୍ତା ହିଁ ଆସିଲେ ଏବେ ବିଚାର କରିବାକୁ ଆସୁଛନ୍ତି। ପ୍ରିୟମାନେ, ମୁଁ ଖ୍ରୀଷ୍ଟିଆନ ଧର୍ମ ପ୍ରଚାର କରେ ନାହିଁ, ମୁଁ ଖ୍ରୀଷ୍ଟିଆନ ଧର୍ମର ପ୍ରଚାରକ ବି ନାହିଁ। ମୁଁ ଯୀଶୁକୁ ପ୍ରଚାର କରେ, ଆଉ ସେ ଖ୍ରୀଷ୍ଟିଆନ ଧର୍ମର ନୁହନ୍ତି, ସେ ସମୁଦାୟ ମାନବ ଜାତିର ଏକମାତ୍ର ତ୍ରାଣକର୍ତ୍ତା। ଏଟା ମୁଁ ଜାଣିଛି, ଶାସ୍ତ୍ର ପଢିକରି ଜାଣିଛି, କାତାନି କହୁ ନାହିଁ। ଆପଣମାନେ କହିବା ପାଇଁ ଚାହିଁଛି, ଯଦି 6 ଲକ୍ଷ ଲୋକ ବାହାରିଲେ, ଆଉ କଣ ହଉଛନ୍ତି, 40 ବର୍ଷର ସବୁ ଫାପଡି ହେଇଗଲେ, 2 ଲୋକ ମରିଗଲେ ବୋଲେ କମ ହବ ସେ ନାଇଁ? ମରବାର ଶସ୍ତା, ମରିଗଲେ ବୋଲେ 2, 4 ଲକ୍ଷ 5 ଲକ୍ଷ ମରିଲେ, ମରି ନାହାନ୍ତି, ଫାପଡି ହେଇଗଲେ ସବୁ, ମାନେ ମରି ଧରିଲା ପରେ ମରିଛନ୍ତି। କାହିଁକି? ସେଟା ମୁଁ କହିବା ପାଇଁ ଚାହେଁ। ଏଟା ଆମ ପାଇଁ ସତର୍କ ପ୍ରିୟ ଭାଇ ଭଉଣୀ ମାନେ। ଯଦି 70 ଲୋକ ଗଲେ, 400 ବର୍ଷରେ 6 ଲକ୍ଷ ପୁରୁଷ ଆଉ ସ୍ତ୍ରୀ ପିଲାକୁ ଗଣି ନାହାନ୍ତି, ଏତିକି ଲୋକ ଗଲା ବେଲେ ବାଟେ 40 ବର୍ଷ ସବୁ ଖତମ। କଣ କରିଥିବେ ଏମାନେ? এইটা যে আমার চিন্তা করিবার বিষয়। সেମାନଙ୍କ ବିଷୟ ଆମେ ଚିନ୍ତା କରି ଦେଖ, ପ୍ରଥମ କରନ୍ତୀୟ 10 ପର୍ବ ଦେଖନ୍ତୁ। ପ୍ରଥମ କରନ୍ତୀୟ 10 ପର୍ବ ତାର ପ୍ରଥମ ପଦରୁ ଆମେ ପଢି ଯିବା। କାରଣ ହେ ଭାଇମାନେ, ଆମ୍ଭମାନଙ୍କ ପିତୃପୁରୁଷ ସମସ୍ତେ ମେଘ ତଳେ ଥିଲେ, ଆଉ ସମସ୍ତେ ସମୁଦ୍ର ମଧ୍ୟରେ ଗମନ କଲେ, ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ। କଣ ହେଲା ପ୍ରିୟ ଭାଇ ଭଉଣୀ ମାନେ? ଏମାନେ ମିଶ୍ରରୁ ବାହାରିଲେ। ମିଶ୍ରରୁ କେମିତି ବାହାରିଲେ? ରକ୍ତ ଦ୍ୱାରା। କୋଉ ରକ୍ତ? ସେ ମିଶ୍ର ରକ୍ତ। କୌଣସି ଧର୍ମ ବି ହଉ,
ରକ୍ଷା ପାଇବା ପାଇଁ ରକ୍ତ ଦରକାର। শাস্ত্র রক্ত পাত বিনা পাপ মোচন হুয়ে না, রক্ত দরকার। তো মিশ্রରୁ কিন্তু রক্ষা প্রাপ্ত হয়ে আসলে ଗୋଟେ মেষକୁ ନେଲେ ବଳିକୃତ କଲେ ଆଉ ସେ ରକ୍ତକୁ ବାଜୁ ବନ୍ଧ ଲଗେଇଲେ ଆଉ ସେ ରକ୍ତ ଦ୍ୱାରା ସେ ମୁକ୍ତି ହେଇକରି ଆସିଲେ। ଯାହାର ଘରର ଦ୍ୱାର ବନ୍ଧରେ ରକ୍ତର ଚିହ୍ନ ଥିଲା ସେମାନଙ୍କୁ ସଂହାରକ କିଛି କ୍ଷତି କରି ନାହିଁ। ଆଜି ମଧ୍ୟ ଆମେ କେମିତି ରକ୍ଷା ପ୍ରାପ୍ତ ହେଇଛୁ? ରକ୍ତ ଦ୍ୱାରା ରକ୍ଷା ପ୍ରାପ୍ତ ହେଇଛୁ। ସେ ନିର୍ଦ୍ଦୋଷ ନିଷ୍କଳଙ୍କ মেষ শাবক সদৃশ্য খ্রিস্টଙ୍କର ବହୁମୂଲ୍ୟ ରକ୍ତରେ ଆମେ ରକ୍ଷା ପ୍ରାପ୍ତ ହେଇଛୁ। ତ ରକ୍ତ ଦ୍ୱାରା ରକ୍ଷା ପ୍ରାପ୍ତ ହେଲା ପରେ କଣ ହେଲା? ଏମାନେ ବାପ୍ତିଜିତ ହେଲେ। ରକ୍ଷା ପାଇଲା ପରେ କଣ ହେବାର ଅଛି? ବାପ୍ତିଜିତ ହେବାର ଅଛି। ଏମାନେ ବାପ୍ତିଜିତ ହେଲେ। ତାପରେ କଣ ଲେଖାଯାଉଛି? 3 ପଦ, ଆଉ ସମସ୍ତେ ଏକ ପରମାର୍ଥୀ ଖାଦ୍ୟ ଭୋଜନ କଲେ। କଣ କଲେ? ପ୍ରଭୁ ଭୋଜି ମିଶା ଖାଇଲେ। ଏମାନେ କଣ ହେଲେ? ରକ୍ତ ଦ୍ୱାରା ମୁକ୍ତି ପାଇଲେ, ବାପ୍ତିସ୍ମ ନେଲେ ଆଉ ପାରମାର୍ଥିକ ଖାଦ୍ୟ ମଧ୍ୟ, ଯୋଉଟାକୁ ଆମେ ପ୍ରଭୁ ଭୋଜି ବୋଲି କହୁଛୁ, ପାରମାର୍ଥିକ ଖାଦ୍ୟ ମଧ୍ୟ ଭୋଜନ କଲେ। ଆଉ ସେମାନଙ୍କ ପାଷ୍ଟର କିଏ ଥିଲେ? ମୂଷା। ବୋଲେ ମୂଷା ପରା ପାଷ୍ଟର ଥାଉ ଥାଉ ଯଦି ଏମାନେ କୁରୁବନାଶ କରୁଛନ୍ତି ବୋଲେ ଆମର ପ୍ରଭାବ କେମିତି ହେବାର ତେବେ? ବୋଲେ କେମିତି ବିଶ୍ୱାସୀ ହେଇଥିବେ? ମୂଷାକେ ବାଟେ ମରାଇଲେ ଏମାନେ। ଆଜିକାଲି ଏମିତି ମଣ୍ଡଳୀ ଅଛି, ସେ ମଣ୍ଡଳୀର ବିଶ୍ୱାସୀ ମାନେ ପାଷ୍ଟର ଏମିତି କଲକଲା ଉଠନ୍ତି, ସେ ସେଠୁ ଗଲା ପରାକ ଫୁଟୁଛି। ହାୟ ଗୋଟେ ଧାନ୍ଦା ସତ ନା? ପ୍ରିୟ ଭାଇ ଭଉଣୀ ମାନେ କଣ ଅଛି? ଏମାନଙ୍କୁ ଯଦି ପରିବର୍ତ୍ତନ କରିବା ପାଇଁ ଚାହିଁବୁ ବୋଲେ ଏମାନେ ଆମକେ ପରିବର୍ତ୍ତନ କରୁଛନ୍ତି। ଏ ପାଷ୍ଟର ଭଲ ନାହିଁ, ଆକୁ ପାର କର, ଆକୁ କାଢି ଦିଅ, ତାକୁ ଆଣବା। ବୋଲେ କେମିତି ପାଲକ ଦରକାର? ମଦୁଆକୁ ଦେଖିଲେ ପ୍ରେଜ୍ ଦ ଲର୍ଡ, ଛାତ୍ରାକୁ ଦେଲେ ନମସ୍କାର, ଟିଭି ବାଡିକୁ ଦେଖିଲେ ମା ପ୍ରେଜ୍ ଦ ଲର୍ଡ ମା ବୋଲବାର ଅଛି। ତେବେ ବଢିଆ ପାଷ୍ଟର ହ। କୁଡା ଗାଲି ଯିବା ଲୋକ କଣ କରିବା ଅଛି? ପ୍ରଭୁ ତୁମର କାର୍ଯ୍ୟ ତୁମକୁ ଆଶୀର୍ବାଦ କରନ୍ତୁ। ଏ ଚୋର ଖାଙ୍ଗାରକୁ କଣ କରିବା ଅଛି? ପ୍ରଭୁ ତୁମର କର୍ମରେ ତୁମକୁ ସଫଳ କରନ୍ତୁ। କୁଶଳ ଯାଇ କୁଶଳ ଆସ ବୋଲଲା ପରେ ପାଷ୍ଟର ମାନକେ ଲୋଡା ପିଲା ଟକିକୁ ମିଶା ଉଡବାର ନାହିଁ। ବାଦଲା ପରା କହିଲେ କଣ ବୋଲି କହୁଛନ୍ତି? ଏ ମାମି ମୁଁ ଚର୍ଚ୍ଚ ଯିବି ନାହିଁ ଗୁଆରି। ସେ ପାଷ୍ଟର ଆଜ୍ଞା କେମିତି କେମିତି କହୁଛନ୍ତି, ବାଦଲା ପରା କହୁଛନ୍ତି ମତେ କହୁଛନ୍ତି ରାତି ଯାକ ଟିଭି ଦେଖୁଛି ବୋଲି ମୋର ବାଟା ଦେଖୁଥିଲେ, ଆକୁ ପିଲାକୁ ମିଶିଛି ବୋଲି କହୁଥିଲେ, ମୋର କଥା କହୁଥିବେ କାହିଁକି ଲୋକେ କହିଦେଇଥିବ। ତାର ବାପା ମା କଣ ବୋଲି କହୁଛନ୍ତି? ଆଜ୍ଞା ଆପଣ କଣ କଣ କହୁଛନ୍ତି? ଆମର ପିଲାମାନେ ସବୁ ଦୁଃଖରେ ଅଛନ୍ତି, ଦୟାକରି ଆପଣଙ୍କ ପାଟିକୁ କଣ୍ଟ୍ରୋଲ କରିବାର କଥା ହେବେ। ଯଦି ରହିବାର ଅଛି ପାର୍ଟିକୁ କାଣ୍ଟ୍ରୋଲ ହେବା ପାଇଁ ଆମେ କଣ କରିବା ଅଛି? ସେ ଗାନ୍ଧୀ ମାକଡି ପରା देखले मिसा न देखला परा, सुनले मिसा न सुनला परा, थमना थिले मिसा गुला कुंदा परा थिले। ए पालक गोटे भलो पालक, सेंती पालक दरकार। भाभी तो करतु ए माने केंती करछि मसा को बाटरे। प्रिय भाई बहन मैंने आज समय आम विश्वासी मान सुधरवा रेडी नहीं, जंती अच्छे सेमती आगाबू, आमको कहवा तो अधिकार नहीं। मोर प्रिय भाई भौणी माने समस्या देखंतु, एमाने कौन हेले रक्त द्वारा मुक्ति पाइले, रास्ता रे बाप्तिस्म नेले, प्रभु मध्य खाइले, तापर कौन लिखा अछि और समस्ते एक पारमार्थिक पेय पान कले जने से माने सेमान को अनुभूति पारमार्थिक स्वरूप पान करथिले। और सेई स्वय ख्रीष्ट से स्वय किए ख्रीष्ट माने ख्रीष्ट समस्त गमन करथिले बोली पाउल लिखुछथि। प्रिय भाई भौणी माने मन रखि जानतु, प्रभु यीशु ख्रीष्ट जन्म हेबारु नाहंती, से थिबारु जन्म होइछथि। मते थोड़े जन लोग पचातला होई आज्ञा यीशु महाप्रभु केबेरु आचत मु कहली जेबेरु तमे नहीं, जेबेरु मुई नहीं, कैलेंडर नथिला, तारीख मिसा नथिला, पृथ्वी मिसा नथिला, सूर्य चंद्र नक्षत्र मिसा नथिला, सेते बेलु से अछंती। से ए सब सृष्टि करिसंती, से सृष्टिकर्ता अटंती। ए सबरो सृष्टि पूर्वरु से अछंती, आद्यरु से अछंती, आद्यरु अछंती से। मोर प्रिय भाई भौणी माने यीशु कातानी नुहंती, यीशु कहानी नुहंती, हेद्दे पुनी सेद्दे पुनी बोलवाटा नले पुनी हेले कोन बोली थांदा। यीशु पुनी बेथलेहेम रे जन्म होइतिले पुनी, आरे यीशु जन्म हैला बेले पुनी
ସ୍ୱର୍ଗର ଦୂତ ମାନେ ଆସିଥିଲେ ପୁଣି আর তারপরে পুনি দূত মানে যাই করি মেষপালক মানুষ দেখলে পুনি আর কইলে এ ছেলে ছড়া মনে তুমি ডর নাই বলে কইলে পুনি তারপরে পুনি পণ্ডিত মানে আসলে পুনি পূর্ব দেশের পণ্ডিত মানে আসলে পুনি কেতটা পণ্ডিত জানা নাই মাত্র বেশি পণ্ডিত আইলে পুনি সোনা কুন্দর গন্ধরস আনলে পুনি তারপরে পুনি যিশু বড় হেলা পরে পুনি পানি কো দ্রাক্ষা রস কলে পুনি আরে পুনি 5টা রুটি 2টা মাছকে পুনি 5,000 লোক খাইবাকে দেলে পুনি আর 12 ডালা বলকলা পুনি আর 4 দিনের মোড়া লাজরকে পুনি কলে এ ওঠ লাজর ওঠ বার বলাক পুনি সে ভারি এলা পুনি তার পুনি কানা মনকে আঁকি দেলাই দেখাইলাই পুনি পক্ষাগতর গুটাইলাই পুনি আরে পুনি সে কষ্ট পাইলাই পুনি আরে ক্রুশরে মরি গলে পুনি মরলা পরে পুনি তাকে তপি দেলাই পুনি আরে পুনি নাই কি যিশু মাপুর পুনি 3 দিন উঠলে পুনি আরে পুনি 40 দিন কেত লোকে দেখা দেলে সবকে দেখা দেলে দেলে পরে পুনি স্বর্গে গলে পুনি আর গলা পচ্ছে পুনি গলা বেলে দূত মন কইলে পুনি দে গালিলে লোক মানে তুমি যিশু মাপুরকে যেতে জীবাটা দেখলাস নি পুনি সে পুনি আরে আই বাই পুনি বলে কইলে কি প্রিয় মানে মিচ কথাটি পুনি লাগবে না মিচ কথা না লেখা হেলা কথা এটা আমি লেখা ছিলাম মাপুরକୁ ମାନୁଛୁ কাতানি মাপুরକୁ নাই আজ ମୁଁ ଆପଣମାନଙ୍କୁ ଯାହା କହୁଛି ମନେ ରଖିଥାନ୍ତୁ ଯୋଉଟା ସେମାନଙ୍କୁ ଘଟଲା ଯଦି ସୁଧୁରିବ ନାହିଁ ଆମକେ ମିଶା ଘଟବ ଏବେ ଗାଉଥିଲି ପରା ଭାଇ ରେ ଭାଇ কেন গালিস নি তুই এনকে গটে খাল আছে অদরি জীবস তুই বলে আমি কোনটা মুখে মিশা জানা আছে কোনাই পুনি বলে এ জানিছি আমারটা আমার কোন দিন বেলে রাতি বেলে গাত খোলুଛନ୍ତି দিন বেলে ডেগাউଛନ୍ତି আমারটা কমটা মানে জানি জানি পাপ করবাটা কোন কହୁଛନ୍ତି হই ପିଇଲେ ବୋଲେ କିଡନୀ ଖରାପ ହବ ମାତ୍ର ମୁଁ ଜାଣି କରି ଲିମିଟରେ ପିଉଛି ପୁଡ଼ିଆ ଖାଇଲେ ବୋଲେ ପାଟି ଘା ହେବ କ୍ୟାନ୍ସର ମୁଁ ଜାଣିଛି ସେ ଭାଇନା କହିଲା ତାକୁ ମିଶାଇଥିଲା ବୁଲା ମୁଇଁ ବ୍ୟାଲେନ୍ସରେ ହେଲା ଡେଲି 500ରୁ ବେଶୀ ପୁଡ଼ିଆ ମୁଇଁ ଖାଉ ନାହିଁ ହେଲା ତ ଜଣେ ଲୋକ ମତେ କଣ କହୁଛି ଆଜ୍ଞା ବେଶୀ ପୁଡ଼ିଆ ଖାଉଥିଲି ଆଜ୍ଞା ପ୍ରଭୁଙ୍କ ଦୟାରେ ଏବେ 10 টাকা ଖାଉଛି ବୋଲଛି ভাবি দেখো প্রভুଙ୍କ দয়ারে সিরিয়াল গাদা গাদা দেখুଥିଲେ প্রভুଙ୍କ দয়ারে 2 টাকা দেখুଛନ୍ତି করে সাবিত্রী কে দেখুଛନ୍ତି আর লক্ষ্মী কে দেখুଛନ୍ତି দুইটা সিরিয়াল একা দেখুଛନ୍ତି ভଉଣୀ মানে সিরিয়াল পকাইলে বলে নাই চু নাই পুট নাই পাট নাই বসি করে হাত ধরি বসে দিতে প্রভুଙ୍କର পাদ তলে বসলা পর আকা সে টিভি দেখলা সে সামনে যে ঠিয়া হতো টিকে এমতি হুড়বে ডকরি মানে গুচ গুচ বিচার খোলানি মুখে গোটে দেখবাকে দে নাই কায় হেলা হেলে বলি করি মানে এতে বাইডি মন তো নথিলে সত্যি কি নাই ଗୋଟେ ସମୟ ଥିଲା ଆମେ ନାଟ ଦେଖି ବୁଲୁଥିଲୁ ଆପଣ ଦେଖିଥିବେ ଗାଁରେ ଯୋଉ ଲୋକ ନାଟ ଆଣିଥିବ ସେ ଦେଖିବ ନାହିଁ ସେ ଦେଖିଛନ୍ତି ଗାଁରେ ନାଟ ଆଣୁ କଣ କରିବ ତା ଦାଣ୍ଡେ ନାଟ ବାଜାଇ ଦେଇ କବାଟ ଢାକି ଘୁଙ୍ଗୁଡି ମାରି ମାରି ଥୋଇବ ଆମେ ଭକୁଆ ମାନେ ବାସ୍ତା ଗନ୍ତା ଚଦର ଦେରି କରି ତା ଦାଣ୍ଡ ଥାଇ କରି ମାଟିଆ ମାରିଥିବୁ ରାତି ଯାକ ଦେଖ ଗୁଡାକୁ ଗନ୍ଧ ମଦ ଗନ୍ଧ ଦେଖିକରି ସକାଳେ ଆଖିକେ লিম লিম করে আসি করে খারাই ঢুলিଥିବୁ ଆମେ हमको भोकवा बनाबे पे नाट आतले से नाट में साहेब हमर गोटे रिक्शा वाला थिला हमर रिक्शा वाला थिला से भाई कर में काफी भारी आछि बोल कर दुआ दुई नहीं मुली कोन हैला बोला नहीं रात रे म हीरोइन नहीं थिली बोलछि कोन करछि से निस्तारी चाची देई करी पूरा मेकअप लिपस्टिक लगा दीछि से को रात रे हीरोइन नहीं थिली बोला से रात रे हीरोइन सकाल रिक्शा वाला সেটাকে দেখবাকে বাই বাই বসতিবে প্রিয় ভাই ভଉଣୀ ମାନେ ଆପଣ ଯୋଉ ସିରିଏଲ ଦେଖୁଛନ୍ତି ପଢିଛନ୍ତି କି ନା ସାମ୍ନାରେ ଲେଖା ହେଇଥିବ ଏହା ସତ୍ୟ ଘଟଣା ନୁହେଁ ଏହା କାଳ୍ପନିକ ଘଟଣା ଅଟେ ଏଠିକାର ପାତ୍ର ପାତ୍ରୀ ସବୁ ଡୁପ୍ଲିକେଟ ବୋଲେ ସେତିକି ଜାଣୁ ଟିଚ କରି ବନ୍ଦ କରିଦେବା କଥା ସତ କି ନାହିଁ ଆମେ ସେ କହିଲା କାଳ୍ପନିକ ବୋଲେ ମିଶା ହେଉଥିବ ଲୋ ସତ କଥା ଆକା ଆମର ଘର ଟୋରି ପାରା ତ ଏଟା କାର ଘର ଟୋରି ଆମର ଘର ଟୋରି ପ୍ରିୟ ଭାଇ ଭଉଣୀ ମାନେ ମୁଁ କାଲି କହୁଥିଲି ପ୍ରଭୁ ମତେ କାହିଁକି ବାଛିଛନ୍ତି ଜାଣିଛନ୍ତି ସେବା ପାଇଁ ତ ଲୋକମାନଙ୍କୁ ବାକନା ବେଟି ବେଟି ବୁଝା
ବୁଝିଗଲେ ତ ଭଲ କଥା, ନ ବୁଝିଲେ ତ ବୁଝାଇବେ ସେ ଆରି ସେତିକି ଆଉ କିଛି ନାହିଁ। ହିନ୍ଦୀରେ କହିଲେ ବୁଝିବେ କି? ହିନ୍ଦୀ ପ୍ରଚାର କଲେ ଭୟଙ୍କର କହୁଥିଲେ ଲୋ, ଭୟଙ୍କର ଆକା କହୁଥିଲେ, ମାତ୍ର ମୁଁ ବୁଝିପାରି ନାହିଁ, ମାତ୍ର ଭୟଙ୍କର ଆକା କହୁଥିଲେ। କେତେବେଳେ କ'ଣ କହିବେ, ଏତେ ସୁନ୍ଦର ପ୍ରଚାର କଲେ, ଏତେ ସୁନ୍ଦର ପ୍ରଚାର କଲେ, ମାତ୍ର ବୁଝିପାରୁନ। ଭାବି ଦେଖନ୍ତୁ କେମିତି ପ୍ରଚାର କରୁଥିବେ, ମୋର ପାର ଲୋକ ବୁଝି ନାହିଁ। ମୋ ପ୍ରିୟ ମାନେ, ମୋର ପ୍ରଚାର ନ ବୁଝିବା ଲୋକ ମିଶା ବୁଝିବ, ସବୁ ବୁଝିବ। ମୁଁ ଓଡ଼ିଶାର ବିଭିନ୍ନ ଜାଗାରେ ଯାଏ, ସେ ଅଣଖ୍ରୀଷ୍ଟିଆନ ଭାଇ ଭଉଣୀ ମିଶା ବାଟରେ ଦେଖିଲେ କଥା ହୁଅନ୍ତି, ଆଜ୍ଞା ଆମେ ଆପଣଙ୍କ ମେସେଜ ଦେଖୁଛୁ, ଆଜ୍ଞା ଆପଣଙ୍କ ମେସେଜ ଶୁଣୁଛୁ, ଆଜ୍ଞା ଆମକୁ ଭଲ ଲାଗୁଛି। କାରଣ ମୁଁ କେବେ ମିଶା ହିନ୍ଦୁକୁ ଖ୍ରୀଷ୍ଟିଆନ କରିବାକୁ ଚେଷ୍ଟା କରିନାହିଁ। ସବୁକୁ ବୁଝାଉଛି, ବୁଝ ଗୋଟେ ବୋଲି ଜୀବନ, ସୁଧରି ଯାଅ ହେଲା, ଅବସ୍ଥା ହିଁ ବଞ୍ଚ ନାହିଁ। କୋଉ ଧର୍ମ ତମକୁ ସ୍ୱର୍ଗ ନେବ ନାହିଁ, ଖ୍ରୀଷ୍ଟିଆନ ଧର୍ମ ବି ତମକୁ ସ୍ୱର୍ଗ ନେବ ନାହିଁ। ସ୍ୱର୍ଗକୁ ଯଦି ନେବେ ପ୍ରଭୁ ଯୀଶୁ ଆକା ନେବେ, ଆଉ ସେ ଖ୍ରୀଷ୍ଟିଆନ ଧର୍ମର ନୁହନ୍ତି। ମୋର ପ୍ରିୟ ଭାଇ ଭଉଣୀ, ଗୋଟେ ଭାରତୀୟ ଭାବରେ ସମସ୍ତଙ୍କୁ ସଚେତନ କରିବାଟା ମୋର କାମ। ସେତେ ଯେତେବେଳେ ମାଇକ୍ ଧରେ ମୁଁ ସବୁ ବିଷୟ କୁହେ, ଋଣ ବିଷୟରେ କୁହେ, ମଦ ବିଷୟରେ, ପୁଡ଼ିଆ ବିଷୟରେ କୁହେ, ପାପ ବିଷୟରେ କୁହେ, ପରିବାର କେମିତି ରହିବା ସେ କୁହେ, ରାଜନୀତି ବିଷୟ କୁହେ, ସମାଜର ବିଷୟ କୁହେ, ସାମାଜିକ ବିଷୟ କୁହେ। କ'ଣ ପାଇଁ? ଆମ ସମାଜରେ ଗୋଟେ ସଂସ୍କାର ଆସୁ ବୋଲି କରେ, ସଂସ୍କାର ଆସିବା ଦରକାର। ଆମେ ଯେମିତି ଅଛୁ ସେମିତି ନଥିଲୁ ଭାଇ ଭଉଣୀ ମାନେ ଆଗେ, ଏବେ ଆକା ନାଲା ବୁରୁବୁଟି ହେଇଛୁ, ସତ ନା? ଆମ ସମୟ କେମିତି ଥିଲା ଆମେ ଜାଣିଛୁ। ବସ୍ରେ ଯାଉଥିବୁ, ହଠାତ୍ ଯଦି ଡୋକରା ଡୋକରି ଚେକଲେ ବୋଲେ ଆମେ ଠିଆ ହିଁ ଦଉଥିଲୁ, ହଉଥିଲୁ କି ନାହିଁ? ଆମେ ଠିଆ ହଉଥିଲୁ। ଏବେ କେମିତି ସେ ଡୋକରାକେ ଉଠାଇ କରି ଆମେ ବସୁଛୁ, ଓଟ୍ ଡୋକରା ନଇଲେ ଓଟ୍ ବୋଲେ ହେମଲାଇ ଦେଲେ ସେ ଡୋକରା କାବା କାବା ହେଇ ଭେଲା ଭେଲା ହେଇକି ଠିଆ ହେଇଥାଉଛି। ମାନେ ଭାବି ଦେଖନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ଆମର ବାପା ମା ସନ୍ଧ୍ୟା ହେଲେ ଆମକୁ ଖୋଜି କରି ଘରେ ଆଣୁଥିଲେ। ଏବେ ବୁଢା ବୁଢୀ ବାପା ମା ହେଲେ ବାପା ମାକୁ ଘରୁ ବାହାର କରି ଦଉଛୁ। ଏଇଟା ବି ଭାବୁନୁ ମୋର ବାପା ମା କୋଉଠି ଯିବେ, ଏ ଡୋକରା ଡୋକରି କେନେ ଯିବେ, କୋଉଠି ଥିବେ। ଖାଇବାଟା ବି ହିସାବ ମାଗୁଛୁ। ଆଜିକାଲି ବେଶୀ ଖାଇ ଦଉଛନ୍ତି ମୋ ବାପା ମାନେ, କି ଟିକେ କମ କଲେ ହେତା। ଏମାନେ ଆଇଲା ଦିନଠୁ ଆମର ଖାଦି ଅଣ୍ଟୁ ନାହିଁ। ମାନେ ଭାବି ଦେଖନ୍ତୁ, ଆମର ପଲା କିଲସ ମାନେ କେବେ ଥିଲେ, ବାପା ମା ମୁଠେ ଖାଇବାକୁ ଦେବାର ଔକାତ ଆମର ନାହିଁ। ଆମେ କୋଉଠି ମାଜନ, ଆମେ କୋଉଠିକାର ମାଜନ? କଣ ପ୍ରିୟ ଭାଇ ଭଉଣୀ ମାନେ, ବାପା ମା ଘରର ଦୁଃଖର କଥା ଦାଣ୍ଡେ କହୁନାହାନ୍ତି। 11ଟା ହେଇଗଲେ ମିଶା ଖାଦି ମିଳୁ ନାହିଁ। ଜଳଖିଆ କଲ କି ନାନୀ? ନାଇଁ ମୁଇଁ ସକାଳେ ନ କରି ଏକା ସାଙ୍ଗେ ଦିନ ବେଲାକା ଖାଇବି ବୋଲବ। କାହିଁକି? ତାର ବୁଆରୀ ଦଉନାହିଁ, ବୁଆରୀ ଦଉନାହିଁ। ମାନେ କି ଅବସ୍ଥା ଲୋକମାନେ। କଣ ଆଗକୁ ଅଛି? ଯୋଉଟା ବୁଣିଛୁ ସେ କାଟି ହେବ ସବୁ। ଭାବନ୍ତୁ ନାହିଁ କୋଉ ଧର୍ମର ମତ। ଆଜିକାଲି ଆମେ ଦେଖୁଛୁ ବୁଢା ବୁଢୀ ମାନଙ୍କୁ ରାସ୍ତାରେ ଛାଡି ଦଉଛନ୍ତି, ପଚାରୁନାହାନ୍ତି। କାହିଁକି? ସେଟା ବାପା ମା ନାହିଁ। ବାପା ମା କେ ଗାଈ ପୁନି ମା ଲେଖା ନହେଲା କଥା କହୁଛନ୍ତି। ଗାଈ କେବେ ସେ ମା ମାନ ବାତା ନାହିଁ, ମାତ୍ର ତମକୁ ଯେ ଜନ୍ମ ଦେଇଛି ସେ ବି ତମର ମା। ସେଟା କଣ ପ୍ରିୟ ଭାଇ ଭଉଣୀ? ମଣିଷ ଭଳିଆ ବଞ୍ଚିବା। ମଣିଷ ଆମ ଭିତରେ ମଣିଷତ୍ଵ ବି ନାହିଁ, ମଣିଷତ୍ଵ ବି ନାହିଁ। ମଝିରେ ଜଣକୁ ଭେଟିଥିଲି, ସେ କହୁଛି ମୁଁ ଗୋ ରକ୍ଷକ। କି ରକ୍ଷକ? ଗୋ ରକ୍ଷକ। ମୁଁ ତୋର ଘରେ କେତେଟା ଗାଈ ଅଛି ବୋଲି? ନାହିଁ ମୋ ଘରେ ଗାଈ ନାହିଁ। ତୁ କୋଉଠି ରକ୍ଷକ? তুই তো কেবে গোবর বিষ ফিঙ্গিস নাই, গাই মুত বি ফিঙ্গিনু, গাই সাল বি তুই সফা করিনু, তুই কোটি গো রক্ষক? যদি গো রক্ষক, ঘর 50টা গাই রখ, তার সেবা করতে আমি কবি তুই গো রক্ষক বলি। এ গো রক্ষক কোন? গাড়ির যে গাই নৌথিবে, বাটে যে গাই নৌথিবে, তাকে ডরা বিডরা করে ছাড়াই নেবার বিকি খাইব। এ প্রিয় মানে যেতকি গাই মানে নৌথছে, গাই কেন যাচ্ছি, কোটি যাচ্ছি, বিকি খাওছেন। এটা মানে এটা মানে সে না রে কলঙ্ক সবু। আমার সমাজ আমি কুয়াড়ে যাচ্ছু আমি বি জানিনু। মোর প্রিয় ভাই ভଉଣୀ ମାନେ, ଭଲ ମଣିଷ ଭାବରେ ବଞ୍ଚିବା, ସମାଜରେ ଭଲ ମଣିଷ ଭାବରେ ଆମେ ରହିବା। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏମାନେ ବାହାରିଲେ ସତ କଥା 6 ଲକ୍ଷ ଲୋକ, କିନ୍ତୁ ଯାଉ ଯାଉ ବାଟେ ଏମିତି ମରିଲେ ବଳକା 2 ଲକ୍ଷ। ଏ 6 ଲକ୍ଷ ଲୋକ ତ 2 ଲକ୍ଷ ବଞ୍ଚିଛନ୍ତି।
କାଲେବ ଆଉ ଜିୟୋଶୁଆ, ବାକି ସବୁ ମଲେ। କାହିଁକି ମଲେ ସେଇଟା ମୁଁ ଆଜି କହିବା ପାଇଁ ଚାହେଁ। ଯଦି ସେଇଟା ମଧ୍ୟ ଆପଣଙ୍କ ଜୀବନରେ ଥିବ ବୋଲେ ଆପଣ ବି ଜାଣନ୍ତୁ ଆପଣଙ୍କର ମୋର ସମସ୍ୟା ସେଟା। କାରଣ ଏମାନେ ରକ୍ତ ଦ୍ୱାରା ମୁକ୍ତି ପାଇଲେ। ଆମେ ବି କହୁଛୁ କି ନାଇଁ ମୁଁ ଯୀଶୁଙ୍କ ରକ୍ତରେ ପରିତ୍ରାଣ ପାଇଛି, ଭେରି ଗୁଡ୍ କଥା। ବାପ୍ତିସ୍ମ ନେଇଛୁ, ଭଲ କଥା। ଶୁଣିଛୁ, ଭଲ କଥା। ପ୍ରପୋଜ ଖାଉଛୁ, ଭଲ କଥା। ଏତିକି କଲା ପରେ ମଧ୍ୟ ତା ତଳ ପଦ ପଢନ୍ତୁ, 5 ପଦ। ତଥାପି ସେମାନଙ୍କ ମଧ୍ୟରୁ ଏମାନେ କଣ ରକ୍ତ ଦ୍ୱାରା ମୁକ୍ତି ପାଇ ଆସିଲେ, ଏମାନେ ବାପ୍ତିସ୍ମ ନେଲେ, ଏମାନେ ପାରମାର୍ଥିକ ଖାଦ୍ୟ ଖାଇଲେ। ତଥାପି କଣ, ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ ଈଶ୍ୱରଙ୍କର ସନ୍ତୋଷ ନଥିଲା। ସେଇଥିପାଇଁ ବାଟେ ମଲେ ଏଟା ମାନେ କଣ ପାଇଁ, ସେମାନଙ୍କ ଜୀବନରେ ଈଶ୍ୱରଙ୍କର ସନ୍ତୋଷ। ସମସ୍ତଙ୍କୁ ମୁଁ କହିବା ପାଇଁ ଚାହେଁ ଭାଇ ଭଉଣୀ ମାନେ, ଆପଣଙ୍କ ଜୀବନ ଯଦି ପ୍ରଭୁ ସନ୍ତୁଷ୍ଟ ନଥିବେ ସ୍ୱର୍ଗର ସ୍ୱପ୍ନ ଦେଖନ୍ତୁ ନାହିଁ। ଯଦି ଆପଣଙ୍କ ଜୀବନରେ ଆପଣଙ୍କର କାର୍ଯ୍ୟକଳାପରେ ଆପଣ କେମିତି ଜୀବନ କାଟୁଛନ୍ତି ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ଯଦି ଆପଣଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନାହିଁ ସ୍ୱର୍ଗ ସ୍ୱପ୍ନ ଦେଖ ନାହିଁ। ସବୁ ଜୟପୁରିଆ ମନ୍ଦା ଏକା ଆମେ। ଜୟପୁର ବୋଲେ କଣ, এটা জয়পুর নাই। যদি জয় কেবে লিখব নাই, 8 কাল 12 মাস জয়লে তো সে জয়পুর। এটা জয়পুর নাই। ଆମେ କଣ ସବୁ ପାପ କାମ କରି ଚର୍ଚ୍ଚ ପଳେଇ ଆସୁଛୁ ତ ସ୍ୱର୍ଗ ଯିବୁ ବୋଲି ମତେ ଭାବୁଛୁ। ଗୀତ ଗାଇ ଦଉଛୁ, ନାଟ କରି ଦଉଛୁ, ଆରାଧନା କରି ଦଉଛୁ, ପ୍ରଚାର କରି ଦଉଛୁ, 9 ଦରବା ଲୋକ ହେମଲା କରି ଚଲେ ଢୁଲେଇ ଦଉଛୁ। তোলা তলে 10টা পর তলে অজাড়ি হলে বলে কোন করছো পাওয়ার। লোক তলে ঢুলাইবাটা পাওয়ার নাই, অদরবা লোক উঠাইবাটা পাওয়ার। হেমলাইବାକୁ কেতে পাওয়ার দরকার, হেমলাইବାକୁ বেশি পাওয়ার দরকার নাই, কিন্তু পড়িଥିବା উঠাইবা লোক পাওয়ার দরকার আছে। ଆପଣଙ୍କ ଶିକ୍ଷା ଶୁଣି ଲୋକ ପରିବର୍ତ୍ତନ ହେବାର ଅଛି, ପାପରୁ ଫେରିବାର ଅଛି, ମନ୍ଦତରୁ ଫେରିବାର ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏମାନେ କଣ ଲେଖାଯାଉଛି, ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ ଈଶ୍ୱରଙ୍କର ସନ୍ତୋଷ ନଥିଲା। ମୋର ଭାଇ ଭଉଣୀ ମାନେ, ଯଦି ଆପଣଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନାହାନ୍ତି ସ୍ୱର୍ଗର ସ୍ୱପ୍ନ ଦେଖନ୍ତୁ ନାହିଁ। ଆଗାମୀ ସମୟରେ ତୁରି ଶବ୍ଦ ହେବା ପାଇଁ ଯାଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ହେବା ପାଇଁ ଯାଉଛି। ଯଦି ଆପଣଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନଥିବେ, ମୋତେ ଖୋଲନ୍ତୁ ଏଭ୍ରି 11 ପର୍ବ 5 ପଦ। ଏଭ୍ରି 11 ପର୍ବ ତାର 5 ପଦ। ବିଶ୍ୱାସ ଦ୍ୱାରା ହନକ ମୃତ୍ୟୁଭୋଗ ନ କରି, ବିଶ୍ୱାସ ଦ୍ୱାରା ହନକ ମୃତ୍ୟୁଭୋଗ ନ କରି ଅନ୍ତର୍ହିତ ହେଲେ ସେ ଆଉ ଦେଖାଗଲେ ନାହିଁ। କାରଣ ଈଶ୍ୱର ତାକୁ ଅନ୍ତର୍ହିତ କରିଥିଲେ। ଈଶ୍ୱର ତାଙ୍କୁ ଅନ୍ତର୍ହିତ କରିଥିଲେ। ସେ ଯେ ଈଶ୍ୱରଙ୍କ ସନ୍ତୋଷ, ସେ ଯେ ଈଶ୍ୱରଙ୍କ ସନ୍ତୋଷ ପାତ୍ର ଅନ୍ତର୍ହିତ ହେବା ପୂର୍ବରୁ ସେଥିର ସାକ୍ଷ୍ୟ ଜଣେ ଲୋକ ରପ୍ୟର ଯିବ କେମିତି, ଯୀଶୁ ଆସିଲେ କେମିତି ମେଘମାଳାକୁ ଯିବ, ତାର ଜୀବନରେ ପ୍ରଭୁ ସନ୍ତୁଷ୍ଟ ଅଛନ୍ତି ବୋଲି ଗୋଟେ ସାକ୍ଷ୍ୟ ଥିବା ଦରକାର, ଗୋଟେ ଟେଷ୍ଟିମନି ଥିବାର ଅଛି, ଗୋଟେ ଷ୍ଟାମ୍ପ ବାଜି ଥିବାର ଅଛି। କଣ ବୋଲି କରି ଯେ ୟା ଜୀବନରେ ପ୍ରଭୁ ସନ୍ତୁଷ୍ଟ ଅଛନ୍ତି। ଝୁମୁର ମାମା ମାନେ ମୋର ଆଡେ ଦେଖ, ଅଦ୍ରି ଉଦ୍ରା ଗଲେ କମ୍ପାନୀ ଦାୟୀ ନାହିଁ। ହଁ, ଘରେ ଗରମ, ବର୍ଷା ହେଇଛି, ଥଣ୍ଡା ପବନ ବହୁଛି, ଆଖି ଲିମ୍ବାକୁ ସୁବିଧା। ଆଜି କଣ ବୋଲି କହିବେ, ହେଦେ ନାନୀ ମୁଁ ଆଖି ଲିମିଲି ନାଇଁ କି ଭଲ କରି ଶୁଣିବି ଲୋ, ଆଖି ଲିମି ଶୁଣୁଥିଲି, କାହାକୁ ମିଛ କଥା କହୁଥିଲ। ଆଖି ବନ୍ଦ କଲେ ତ କାନ ମିଶା ବନ୍ଦ ହେବ କି ନାହିଁ। ଏ 2 ଜଣ ଜାଳା, ଏ ବନ୍ଦ ହେଲେ ସେ ମିଶା ଗୋଟେ ଦିନେ ଗୋଟେ ମୁହୂର୍ତ୍ତରେ ଜନ୍ମ ହେଇଛନ୍ତି। ଏମାନେ ଏକା ସାଙ୍ଗେ ଜନ୍ମ ହେଇଛନ୍ତି, ଆଖି ଆରି କାନ। ଆପଣ ଆଖି ବନ୍ଦ କରିପାରିବେ, ପଡ଼ିଗଲେ ମୋର ନାଁ ନେବେ ନାହିଁ। ଦେଖ, ଯଦି ଆପଣଙ୍କୁ ଝୁମରା ଧରୁଛି ତଳେ ସିଧା ବସି ଦିଅ, ତଳେ ଘାସ ଅଛି, ଅଦା ଅଛି, ଆରାମରେ ବସିବେ, ଥଣ୍ଡା ଥଣ୍ଡା। ପ୍ରିୟ ଭାଇ ଭଉଣୀ ମାନେ, ତଥାପି ଏମାନଙ୍କ ଠାରେ ଈଶ୍ୱରଙ୍କର ସନ୍ତୋଷ ନଥିଲା, ତେଣୁ ସେମାନେ ପ୍ରାନ୍ତରରେ ମରୁଛନ୍ତି। ମୁଁ ଆପଣମାନେ କହିବା ପାଇଁ ଚାହେଁ, ଯଦି ଆପଣଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନାହାନ୍ତି, ଆମେ ସନ୍ତୁଷ୍ଟ ଅଛୁ, ସ୍ୱାମୀ ସ୍ତ୍ରୀ ଠାରେ ସନ୍ତୁଷ୍ଟ, ସ୍ତ୍ରୀ ସ୍ୱାମୀ ଠାରେ ସନ୍ତୁଷ୍ଟ, ଆମେ ଖୁସି। ଆମର ବୁଢା ଗୋଟେ ଥିଲେ, କଣ ବୋଲି କହୁଥିଲେ, ଆପଣ ମାନେ ଖୁସି ତ? 2 ବର୍ଷ ହେଲା ସେ ଶବ୍ଦ ମିଶା ଶୁଣିନୁ।
ଏଠି ଡୋକରା ପାଚାରୁ ହେଲେ ଥିଲା ଖୁସି ତ ବୋଲି ଆମର ଆଜ୍ଞା ସେ ଖୁସି ସତ କି ନାହିଁ। ଏବେ ଗୋଟେ ଫିଲ୍ମ ଆକ୍ଟର ସାଙ୍ଗେ ବସି ଫିଲ୍ମ ଦେଖୁଥିଲେ, ମୁଁ ଦେଖୁଥିଲି, ଓହୋ ବସଲେ ତ ବସଲେ ଏ ଗଞ୍ଜେଇ ବାଡ଼ି ସାଙ୍ଗେ ବସିଛନ୍ତି, ଭଲ ସାଙ୍ଗେ ବସିଗଲେ ଦେଖତେ। ପ୍ରିୟ ଭାଇ ଭଉଣୀ ମାନେ, ଏବେ ମନ୍ତ୍ରୀ ମାନେ ଖୁସି, ଆମେ ଦୁଃଖୀ ହେଲେ ଚଳିବ, ଦେଶ ଦୁଃଖୀ ହେଲେ ଚଳିବ, ସେମାନେ ତ ଖୁସି। ସେଟା ବୋଧେ ଭୋଟ ଦେଇଥିଲୁ କି ନାହିଁ ସେମାନଙ୍କୁ, ତମାନେ ଭଲରେ ଥାଅ, ଖାଅ ପିଅ, ଆରାମରେ ଥାଅ, ଆମେ ଭିକାରୀ ପରା ଥିଲେ ମିଶା ଚଲସି ବୋଲି କରି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯଦି ଆପଣ ଆମେ ବେଶୀ ଖୁସି ଆଜିକାଲି, ଆମେ କହୁଛୁ ଆଜି ମୁଁ ବହୁତ ଖୁସି ଭାଇନା, ମୁଁ ବେଶୀ ଖୁସି ଲ, ମୁଁ ବେଶୀ ଖୁସି, ତମେ ଖୁସି, ଆମେ ଖୁସି। ହଁ, କିନ୍ତୁ ପ୍ରଭୁ ଖୁସି କି? ମୁଁ ଯୋଉ ଜୀବନ କାଟୁଛି ସେଇ ଜୀବନରେ ପ୍ରଭୁ ସନ୍ତୁଷ୍ଟ କି? ଯଦି ପ୍ରଭୁ ସନ୍ତୁଷ୍ଟ ନାହିଁ, ସେମାନଙ୍କ ପରି ବାଟରେ ମରିବା ଛଡା ଅନ୍ୟ ଉପାୟ ନାହିଁ। ଆଜି ଆପଣଙ୍କ ଜୀବନରେ ପ୍ରଭୁଙ୍କୁ ଅସନ୍ତୁଷ୍ଟ କରିବାର କୋଉ କୋଉ ବିଷୟ ଅଛି, କାଢି କରି ଫିଙ୍ଗି ଦିଅ। ମଦ ପିଇକରି ଚର୍ଚ୍ଚ ଆସିବ, ସ୍ୱର୍ଗ ଯାଇ ହେବନି। ଭାବୁଛନ୍ତି କି ତୁରି ବାଜିଲେ ମଦ ନିଶା ଉଡ଼ିବି ବୋଲିକରି, ମଦ ନିଶା ଯାଉଥିବ, ନା ନା ରେପ୍ଚର ହେଲା କି ନା ନା କେମିତି ଯାଏ, ହେତରେ ଉଡିଲା ପରା ଲାଗଲାନି, ମକା ବି ସେମିତି ଲାଗଲାନି ନା ନା ବୋଲବ କି? ଏ ପୁଡ଼ିଆ ଖାଉ ମାନେ କ'ଣ କରିବେ, ମଝି ଆକାଶରେ ଯାଇକରି ଉଡ଼ିବେ କି? କ'ଣ କହୁଛନ୍ତି? ଆମର ପୁଅ ଝିଅ ମାନେ ଫୋନେ କାତା ଏକା ମନୋଜ ରେପ୍ଚର ହେଲା ଖାଇକିରି ହଇଲ ସଙ୍ଗୀତା ହେଲା, नीले आसमान की पार जाएंगे बोलो कि कौन सातरी बुआरी कथबार्ता नहीं, तुरी बारले केती कर हाथ धराधरी कर जीव कि कौन करब? स्वामी थाउ तो स्त्री थाउ तो का को देखि जुड़ी थाउचंती, निज स्वामी को देखे हसवाटा नहीं, का को देखले सब भारब, ए माने सब भारब जेबे तुरी बाजबो। एबे सब ख्रिस्टियान, एबे सब विश्वासी तुरी बाजले जदि आपण जीवन में प्रभु संतुष्ट, तबे मेघमाला नहिले नरकशाला हारी, नहिले नरक बंदीशाला, जिसुको नाम को रहे माला, नहिले कौन नरक बंदीशाला, मेघमाला नहीं। जदि आपण जीवन देखो हनक कहीं मृत्यु भोग न कर गले, कारण तांको जीवन में प्रभु संतुष्ट थिले। आमे तो मन इच्छा जीवन काटुछु, कथा कले कौन करू मोर इच्छा, मोर इच्छा कहीं पीलु, मोर इच्छा हईल, राति काको कथा होतलु, मोर इच्छा, बाबू केते आसबु, बाबू मोर इच्छा हई नानी। तो स्वामी जानले तो छाड़ी देबे, देख लो छाड़बे, से कि छाड़बे, मुई ताके छाड़ी देबी, मोर इच्छा, मुई कथा होची सब तो मोर इच्छा। प्रार्थना कहीं आसलो नहीं, मोर इच्छा, एबके आसबो मोर इच्छा, सब मोर इच्छा। ए मोर इच्छा माने स्वर्ग जीवे नहीं, प्रभु को संतुष्ट करवा लोक माने। एबे जतकी मोर इच्छा बोली कहूछु कि नहीं, कथा कहले मोर इच्छा, मोर इच्छा, कथा कहले मोर इच्छा। थोड़े जन भौणी जड़े माँ तांकर स्वामी को कह दे मोर छाड़, से गंथंगा किस कहूँ तोके छाड़बी बोलुछि, मोर छाड़ बोले तोके छाड़बी, मैंने भावतु एमान को बुझाइबा लोके मोर प्रचार आपण संतुष्ट कि के संतुष्ट नहीं, सब गाड़िया गाड़िया देखी तो सब गाड़िया गाड़िया देखुंट, क्या डाकी देलो तांकु डाकले हेताबे से कौन करते जिलापी बनाई करी खुआते, गरम गरम हाई हाई करी खाइते बोलला भलिया। एबे सबको खाली सुस्थता, आटा दुका, मुड़ दुका, ग्रुप केबे मिलबो, चिठी डाबो केबे फुटबो, ए दांदा लाके माती चलती। प्रिय माने ए पटे से ग्रुप रन चिठी डाबो नहीं, हमर बाटे आसो देखबो, ये बय 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 कुकुड़ा अखनी पूरा ठपाई चंदी सब, के भी रोकिया नहीं थी तो से झमेला रखा। मुझे ग्रुप रूम चिठी डाबू को गोटे नुआ ना देछि, भासी जीवा खोटला भूकेला दिए बाटा बोली कर, एटा कौन एटा? ए ग्रुप रूम चिठी डाबू रो नुआ ना होछि, भासी जीवा खोटला भूकेला दिए बाटा। आनी कोटे मेड बांधलो कि जेसीबी घेनलो,
କଣ କଲ? ମୋବାଇଲ ଘେନବା ପାଇଁ ଗ୍ରୁପ ରୁମ୍, ଲୁଗା ଘେନବା ପାଇଁ ଗ୍ରୁପ ରୁମ୍, ଟିଭି ଘେନବା ପାଇଁ ଗ୍ରୁପ ରୁମ୍। ଏବେ ଟିଭି ବାଟୁ ତ ଡାବୁ ବାହାରୁଛି। ଆରି ପ୍ରିୟ ଭାଇ ଭଉଣୀ ମାନେ, ଆମେ କେବେ ବୁଦ୍ଧିମାନ ହେବୁ? ପ୍ରାର୍ଥନା କରନ୍ତୁ, ପ୍ରଭୁ ଆପଣମାନଙ୍କୁ ଶୀଘ୍ର ଏଠାରୁ ମୁକ୍ତ କରନ୍ତୁ, ନହେଲେ ଆଗକୁ ଆହୁରି କ'ଣ ସମସ୍ୟା ହେବ ଜାଣିନାହାନ୍ତି। ଆଗକୁ ଯୋଉ ଆର୍ଥିକ ସଙ୍କଟ ଆସୁଛି ଦେଶରେ, ଆପଣମାନେ ଚିନ୍ତା ବି କରିନାହାନ୍ତି। ମାନେ ଗୋଟେ ସମୟ ଆସିବ, ଦେଶ ଦରିଦ୍ରତାର ଚରମ ସୀମାରେ ଯିବ, ତେବେ ସେମାନେ କହିବେ ମିଶନ କମ୍ପ୍ଲିଟ ହେଲା ବୋଲିକରି। ତାର ଉଦ୍ଦେଶ୍ୟ କ'ଣ? ଦେଶର ପ୍ରଗତି ନାହିଁ, ଦେଶର ଦରିଦ୍ରତା ଆସିବାର ଅଛି। ମାନେ ଚରମ ସୀମାକୁ ଯିବେ ଲୋକମାନେ। ଦେଖନ୍ତୁ, ଲୋକମାନେ ଚଳିବା ପାଇଁ, ପିଲାମାନେ ପାଠ ପଢିଲେ ତ ଚାକିରି ନାହିଁ, ଚାକିରି ଥିବା ଲୋକ ଚାକିରି କାଢୁଛନ୍ତି, କିଛି ସୁବିଧା ନାହିଁ, ଦରଦାମ ବଢୁଛି, କ'ଣ ହବ ଆଗକୁ? ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆପଣ କହିବା ପାଇଁ ଚାହେଁ, ଯଦି ଯୀଶୁଙ୍କର ଆଗମନ ସମୟରେ ମେଘମାଳାକୁ ଯାଇପାରିଲେ ନାହିଁ, କାହିଁକି ଯାଇପାରିବେ ନାହିଁ? ଯଦି ପ୍ରଭୁ ସନ୍ତୁଷ୍ଟ ନଥିବେ। ବାଟରେ ଏକା ସେମାନେ ମଲେ, ସବୁ ବାଟରେ ଏକା। ଆଜିକାଲି କ'ଣ, ଯେମିତି ବି ମରିଲେ ମଧ୍ୟ ପାଳକ ମାନେ କବର ଦେଲା କ'ଣ ବୋଲି କହୁଛନ୍ତି, ଏ ଜଣେ ପ୍ରଭୁଙ୍କ ଲୋକ ଥିଲେ, ନିଶ୍ଚୟ ଅବ୍ରାହ୍ମଙ୍କ କୋଳକୁ ଯାଇଥିବେ। କେ ଏ ଗମ ଥମନା, ଏ ପୁଡ଼ିଆ ଖାଉ, ଏ ଚାପଟି ପିଟୁ କୁକୁଡ଼ା ଗାଲି, ଏ କୋଉଠି ଯିବ? ଏ ପୁଣି ଅବ୍ରାହ୍ମକୁ କଲେ ବସବ ଯାଇକରି। ହେଲେ ଆମେ କେତେ ବସିବେ ତାର ଗୋଡ଼ ତଲେ? ଯଦି ଏ ମଦୁଆ ଯଦି ଅବ୍ରାହ୍ମଙ୍କର କଲେ ବସବ, ଏ ମଦ ବିକି କେନେ ଯିବ? ତେବେ ସିଧା ସଦାପ୍ରଭୁଙ୍କ କଲେ ଯାଇକି ଜାଲିଆ ଧରି ବସବ। ଏତେରା ଚା ଡାବୁ ଆଣିଛି, ତମକୁ କେତେ ଦେବା ପାଇଁ ବୋଲବ କି? ପ୍ରିୟ ଭାଇ ଭଉଣୀ ମାନେ, ଆମେ କୁଆଡେ ଯାଉଛୁ? ଆମର ଅବସ୍ଥା କେମିତି? ଏମାନେ ବାହାରିଲେ ସତ କଥା, ଲାଷ୍ଟକୁ 2 ଲୋକ ଏକା। କାହିଁକି? ଏମାନଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନଥିଲେ, ତେଣୁ ସେମାନେ ପ୍ରାନ୍ତରରେ ମଲେ। ଏ ସମସ୍ତ ବିଷୟରେ ତୁମାନେ ଅଜ୍ଞାତ ଥାଅ, ଏହା ମୋର ଇଚ୍ଛା ନୁହେଁ। କରନ୍ତୀୟ ମଣ୍ଡଳୀକୁ ଲେଖୁଛନ୍ତି, ତୁମେ ମଣ୍ଡଳୀରେ ପଳେଇ ଆସ, ଆତ୍ମିକ ଦାନ ବରଦାନ ପାଇଛ, ଗର୍ବ କରୁଛ ଦାନ ପାଇଛି ବୋଲି, କିନ୍ତୁ ମୂଳ କଥା କ'ଣ? ତୁମ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନାହାନ୍ତି। ଯଦି ପ୍ରଭୁ ସନ୍ତୁଷ୍ଟ ନଥିବେ, ପ୍ରାନ୍ତରରେ ତୁମେ ମରିବ। ଏମାନେ କ'ଣ କ'ଣ କଲେ? କାହିଁକି ସନ୍ତୁଷ୍ଟ ନଥିଲେ? 5ଟା ବିଷୟ ଆମେ ଟିକେ ଦେଖିବା, ଶୀଘ୍ର ଶୀଘ୍ର ପଢିବା। ଆପଣ ଦେଖିବେ 7 ପଦ, ପ୍ରଥମ କରନ୍ତୀୟ 10 ପର୍ବ 7 ପଦ। ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରତିମା ପୂଜକ ହେଲେ। କ'ଣ ହେଲେ? ପ୍ରତିମା ପୂଜକ ହେଲେ। ବାହାରିଲେ କୋଉଠୁ? କିଏ ବାହାର କରି ଆଣିଲେ? ସଦାପ୍ରଭୁ ବାହାର କରି ଆଣିଲେ, ବନ୍ଧକୁ ବାହାର କରି ଆଣିଲେ, ଏମାନଙ୍କ କ୍ରନ୍ଦନ ଶୁଣି ବାହାର କରି ଆଣିଲେ। ଆସିଲା ପରେ କ'ଣ କଲେ? ମୂଷା ଖାଲି 40 ଦିନ ଯାଇଛନ୍ତି, ସାଙ୍ଗେ ସାଙ୍ଗେ ଆରମ୍ଭ କରିଦେଲେ ପ୍ରତିମା ପୂଜା। କିଏ ମହାପ୍ରଭୁ? ବାଚି ମହାପ୍ରଭୁ। ପ୍ରିୟ ମାନେ, ଏ ଯୋଉ ଗୋମାତା ଗୋମାତା ବୋଲୁଛନ୍ତି, ଏଟା କପି ପେଷ୍ଟ। ଏଟା କୋଉଠର ମାତା? ଏଟା ମିଶରଟା। ଏଟା ସେମାନେ ସୂର୍ଯ୍ୟ ଦେବତା ସେମାନଙ୍କର, ଏ ଭୂମି ଦେବତା ସେମାନଙ୍କର, ନଦୀ ଦେବତା ସେମାନଙ୍କର, ମିଶ୍ରୀୟ ମାନଙ୍କର। ଏଟା ଏମାନେ କ'ଣ କରିଛନ୍ତି? ପ୍ରତିମା ପୂଜା। କ'ଣ କେମିତି ପ୍ରତିମା କଲେ? ଆଇଲା ବେଳେ ଛାଞ୍ଚ ଗୋଟେ ଧରି ଆସିଛନ୍ତି। ଛାଞ୍ଚ କେଉଁମାନେ? ମିଶ୍ରିତ ଜନତା। ଏ ସୁନାବାନା ଆଣିଲେ, କ'ଣ ବୋଲି କହିଲେ? ମଶା ଡକରା ମରିଗଲା, କାହିଁକି ଆଇବ ନାଇଁନି, କ'ଣ କରିବା? ଆମକୁ କଢାଇ ନେବା ପାଇଁ ମାପରୁ ଗୋଟେ ବନାଇବା। କାହାକୁ ବନାଇବା? ବାଚି ବନାଇବା। ବନାଇଲେ। ପ୍ରିୟ ମାନେ, ସୃଷ୍ଟିକର୍ତ୍ତା ପ୍ରଭୁ ନା ସୃଷ୍ଟ ବସ୍ତୁ ପ୍ରଭୁ? ସୂର୍ଯ୍ୟ ପ୍ରଭୁ ନା ଯେ ସୂର୍ଯ୍ୟକୁ ନିର୍ମାଣ କରିଛନ୍ତି ସେ ପ୍ରଭୁ? ଗଛ ପ୍ରଭୁ ନା ଯେ ଗଛକୁ ନିର୍ମାଣ କରିଛନ୍ତି ସେ ପ୍ରଭୁ? ପଶୁ ପ୍ରଭୁ ନା ଯେ ପଶୁକୁ ନିର୍ମାଣ କରିଛନ୍ତି ସେ ପ୍ରଭୁ? ମନୁଷ୍ୟ ପ୍ରଭୁ ନା ଯେ ମନୁଷ୍ୟକୁ ନିର୍ମାଣ କରିଛନ୍ତି ସେ ପ୍ରଭୁ? ଏଇଟା ମୁଁ ଖାଲି ପଚାରିବା ପାଇଁ ଚାହେଁ, କିଏ ପ୍ରଭୁ? ଏମାନେ କ'ଣ କଲେ? ପ୍ରତିମା ପୂଜା କଲେ। କ'ଣ ଲେଖା ପଢନ୍ତୁ? ସେମାନଙ୍କ ମଧ୍ୟରେ କେତେକ ପ୍ରତିମା ପୂଜକ ହୋଇ ହେଲେ ସେପରି ତୁମାନେ ପ୍ରତିମା ପୂଜକ ହୁଅ ନାହିଁ, ଯେପରି ଲେଖା ଅଛି, ଲୋକମାନେ ଭୋଜନ ପାନ କରିବାକୁ ବସିଲେ, ଉଠିଲେ। କ'ଣ କଲେ? ପ୍ରତିମା ପୂଜା କଲେ, ଭୋଜନ ପାନ କଲେ, ଆଉ ନୃତ୍ୟ କଲେ। ଆଜିକାଲି ମୁଁ ଗୋଟେ ବିଷୟ ଦେଖୁଛି, ଯୋଉଠି ଯୋଉଠି ଆମର ମୂର୍ତ୍ତି ପୂଜା ହଉଛି କି ନାହିଁ, ଯୋଉଠି ଯୋଉଠି କୌଣସି ମୂର୍ତ୍ତି ପୂଜା ହେବ,
ଶେଷ ଦିନ ଭୋଜି ବନାଉଛନ୍ତି, ଭାତ ଶାଗ ରାନ୍ଧି ଲୋକ ଖାଇବାକୁ ଦଉଛନ୍ତି। ଏଟା ନଥିଲା। ମୁଁ ପଚାରିଲେ କଣ? ନାଇଁ ଅନ୍ନ ପ୍ରସାଦ। ଏବେ ନୂଆ ନା ଗୋଟେ, ଭାତ ଡାଲି ଆରେ ପନିର କି ଛତୁ କି ତରକାରୀ ଗୋଟେ ଭଲଟା ବନେଇ ଦେବେ। ପରେ ପଚାରିଲି ଅସଲ କଥା, ଏଟା କାହିଁକି ବନାଉଛ ବୋଲା। ସେ ଲୋକ କହିଲା ନାଇଁ ଆଜ୍ଞା, ବିସର୍ଜନ ବେଲେ ଲୋକ ଜମା ହଉନାହାନ୍ତି, ସେଟା ପାଇଁ କଣ କରୁଛୁ, ସବୁକେ ଜମା କରି ଭାତ ମାଉସ ଖୁଆଉଛୁ, ଯେମିତି ବିସର୍ଜନ କଲା ବେଲେ ନାଚବା ପାଇଁ ଆଉ ଢେମସା ଧରବାକୁ ଲୋକ ମିଳିବେ। ବାସ୍ ସେତିକି ଏକା, ଆଉ କିଛି ନାହିଁ। ଜାଣି ସାରିଲେଣି ଲୋକମାନେ, ଯେତେ ଲୋକ ଶିକ୍ଷିତ ହବ ସେ ସତ୍ୟ ପରମେଶ୍ୱରକୁ ପୂଜା କରିବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ପୁଣି କହିବା ପାଇଁ ଚାହେଁ, ମୁଁ ଧର୍ମ ବିରୋଧୀ ନୁହେଁ, ମୁଁ ବିସ୍ଫୋରକ ମାନେ, କିନ୍ତୁ ଈଶ୍ୱର ହେଇଥିବା ଦରକାର। ସୃଷ୍ଟ ବସ୍ତୁ ଈଶ୍ୱର ହେଇନପାରେ, ସୃଷ୍ଟିକର୍ତ୍ତା ହିଁ ଈଶ୍ୱର ଅଟନ୍ତି। ଏମାନେ କଣ କଲେ, ସୃଷ୍ଟିକର୍ତ୍ତାଙ୍କ ପରିବର୍ତ୍ତେ ଏମାନେ ପ୍ରତିମା ପୂଜା କଲେ। ଏଟା ପ୍ରଥମ ଭୁଲ କାମ ସେମାନେ କଲେ। ତାପରେ କଣ ଲେଖା ଅଛି 8 ପଦ, ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି କଣ କଲେ, ଖାଇଲେ ପିଇଲେ ନାଚଲେ ପରେ ତ ବ୍ୟଭିଚାର କରିବେ। ଆରେ ଯୋଉଠି ନାଟ ଡେମସା ହେବ ସେଠି କଣ ହବ ହେବ। ଏମାନେ କଣ କଲେ, ବ୍ୟଭିଚାର କରି ଏକ ଦିନରେ 23,000 ମଲେ। ଏଟା ଦ୍ୱିତୀୟ ପାପ କାମ କଲେ। ପ୍ରଥମରେ କଣ କଲେ, ପ୍ରତିମା ପୂଜା। ପ୍ରତିମା ପୂଜା ବୋଲେ ଆମର ପାଇଁ କଣ, ଆମର ପାଇଁ ପ୍ରତିମା ପୂଜା ବୋଲେ ରାନ୍ଧା ବାଢା କରି ଖାଇବାଟା। ବାଇବେଲ କଣ କହୁଛି, ଉଦର ସେମାନଙ୍କର ଦେବତା। ଉଦର ହିନ୍ଦୀରେ କଣ ବୋଲି କହିବେ, ପहले पेट पूजा फिर काम पूजा। पेट पूजा, पेट पूजा। ଯୋଉ ଲୋକ ଖାଲି ପେଟ ପାଇଁ ଖାଲି ରାନ୍ଧା ବାଢା କରି ଖାଉଛି, ସେ ପ୍ରତିମା ପୂଜା କରୁଛି। କାରଣ ତାର ମାପରୁ କେ ପେଟ ପେଟ କୋଇ ଭାଷାରେ ବାଣ୍ଡି ବୋଲି କହିବେ। କଣ ବାଣ୍ଡି ପେଣକା, କି ପେଣକା, देवता बोले पेणका, की पेणका, बांडी पेणका, पेट मापरू। ए पेट मापरू के पूजा। एटा पेट आमर कोरापुट भाषा रे कोन बोली कहबे, पेट को कोन बोली कहबे, तब कहबे मुया कहबी एटा को गु पेट बोलबे। की पेट बोली कहबे, एटा को गु पेट। जत की पुराइले मिसा साकाले कोन हबो, भाभी तो सकाल कौन हबो, केत बस्ता चाउल खाइची ये वाला दिसुची भिते, केत बस्ता चाउल, केते मेंढा, केते छेली, केते कुकुड़ा, केते अंडा, केते कुंडा, आलू बस्ता बस्ता, डाली कलत कहले न सरे, ए सब खाई खसरी गला पर एडकी टाका अछि, लेपड़ा पेटा एडकी टाका अछि, केत बस्ता खाइला बे चाना नहीं। जदि खाली खाइबा पीवा बंचु भाई भौणी मान शुण, सकाल उठबे प्रार्थना नहीं बाट नहीं, सकाल कौन काईटा रांधबार बेले आगे प्रार्थना करो, पचे रांधबो रांधबाटा उठ उठ काईटा रांधबार बेले नानी काईटा रांधबो। और ऊपर कौन कहते राति के काईटा रांधबार बेले, सैला बेले कौन कहते सकाल के काईटा। स्वामी माने बाहर जाइथिबे, प्रथम फोन कॉल करबे 12टा बेले पूरा हइलो कोन रांधिचु, जदि चारू की डाली की करथिबे बोले सबे खाइ भारी आसबे। सेबे पचारछंती झियो माने मते कॉलेज रहबे प्रो मम्मी कोनटा रांधिचु गो, एटलो आलू बैगन, तो तार किछि मिलु ना, आलू बैगन आलू बैगन। ए पुओ मान को पतर आसतो किसा रांधिचु गो, हेडे बाबू भाजी साग और बीन्स आदि आलू भजा करिछि, अरे बैगन चटनी को तके किछि मिलला नै गो, तके एटा माने गाई माने खाइबे गो, ए घास माने गाई खाइबा मनुष्य खाइबाटा चारनार कमानी नै। एटा माने ए कापू मुंडा माने ए जाय चारनार कमाई नांते बारनार फुटानी आगा, आगे कमाई आने परे बापा मा खाइबा को देबे तुमको। खाली खाइबा चिंता तो आदि मीटिंग रे भी खाइबा चिंता। आपण जान तो टाउन रे एबे तमे बोरिंगमा बटाइलु कि नहीं, पूरा छानु चंती गादा लोक भूखे सोइला परा, भूखे सोइला पर दुकान मन भर्ती होती। सकाल जलकिया दुकान जानतु, सकाल जानतु सकाल 7टा बेले थाली दे ठिया हिथिबे, आ से होटल दूर को जिबे किसे पका इली दुटा दे भेना, पूरी पका तो गरम पूरी दुटा दे, और पुली दोसा पका गोटे, और से किसे पकाइछु से करते खाली खा रे खा।
ପ୍ରିୟ ମାନେ ଆମ ଦେଶରେ ନ ଖାଇ ମରବା ଲୋକ ଅପେକ୍ଷା ଖାଇ କରି ମରବା ଲୋକ ସଂଖ୍ୟା ବେଶୀ। ଆମର ଗାଁ ମାନଙ୍କର ସାନ ସାନ ମେଡିକାଲ, କାହିଁକି ଆମେ ସାଟା ପାଟା ଖାଉଛୁ, ଆମକେ ସାଟା ପାଟା ବେମାର ହେବ। ଏ ଚୋରାମୂଲା ନାରୀ ଗାଁରେ ଗୋଟେ ବଡ଼ ହସ୍ପିଟାଲ ଅଛି କି ସାଟା ପାଟା PHC, କାହିଁକି ସାଟା ପାଟା ଖାଇବୁ ସାଟା ପାଟା ବେମାର। କିନ୍ତୁ ଭୁବନେଶ୍ୱରରେ, ହାଇଦ୍ରାବାଦରେ, ଦିଲ୍ଲୀରେ, ବମ୍ବେରେ ବଡ଼ ବଡ଼ ହସ୍ପିଟାଲ, ଯେନ୍ ଭଲ ଭଲ ଖାଇବେ ତାଙ୍କୁ ଭଲ ଭଲ ବେମାର। ଆମେ ସାଟା ପାଟା ଖାଇବୁ, ଆମକେ ସାଟା ପାଟା ବେମାର। ଆମେ ମରି ହାଜି ଗଲେ ବି କାହାକେ ଲେନା ଦେନା ନାହିଁ। ସତ ନା ନାହିଁ? ପ୍ରିୟମାନେ ଏତେ ବଡ଼ ବଡ଼ ମେଡିକାଲ ବନେଇଛନ୍ତି କିଛି ନାହିଁ ସେମାନେ ଭଲରେ ଥିବା ପାଇଁ। ଦେଖ ଏଇଠୁ ଘର ବଡ଼ କରି ଭର୍ତ୍ତି କରି 108 ଗାଡ଼ିରେ ଜୟପୁର ନେବ କି ନାହିଁ, ଉତ୍ତରାଇ କରି ଭିତରେ ନେଉନୁ ନାହିଁ କୋରାପୁଟରେ ସେ ଉତ୍ତରାଇ ଲୋକ ଆରି ଭୟ କରି ଆନିକରି ଆରି ଆମ୍ବୁଲାନ୍ସ ଲାଦେବେ, ସେଠି ନେଉନୁ ନାଇଁ ନାଇଁ ଇତି ହେବ ନାହିଁ ବ୍ରହ୍ମପୁର ନିଅ। ସେ ଲୋକ ହଲ କପାରେ ମରିଯିବ ସେ ଲୋକ। ଏନେ ହେମଲା ତେନେ ହେମଲା କରି ମାନେ 10 ବର୍ଷ ଲାଗ ପାଠ ପଢି କାମ କଲନି, ଖାଲି ରେଫର କରିବା ପାଇଁ ଏକା କିଛି ରେଫର କରିବା ଗୁମସ୍ତା ଗୋଟେ ରଖତୁ କି ନାହିଁ, ଡାକ୍ତର କାହିଁକି ରଖବାର ଅଛି। ଆମେ ଭାଇ ଭଉଣୀ ମାନେ କାର୍ଡ ଇଞ୍ଜେକ୍ସନ କାହାକେ ଦଉଛନ୍ତି ବୋଲେ କଣ? ଆଜିର ପରିସ୍ଥିତି ଦେଖନ୍ତୁ, ଏମିତି ପରିସ୍ଥିତି ଖାଲି ଖାଇବା ପିଇବା ପାଇଁ ବଞ୍ଚିଛୁ ଆମେ। ଦେଖିବେ ଘରେ ଝଗଡା ହଉଥିବ, କାହିଁକି କେତେ ଲୋକ କହିବେ ଆମର ଘରେ ନାଇଁ କି ଆଜ୍ଞା 5 ପ୍ରକାର ତରକାରୀ ନହେଲେ ପଟରୀ ବାଟ ଉତ୍ତରବ ନାହିଁ। 5 ପ୍ରକାର ନାଇଁ 20 ପ୍ରକାର ଖାଇଲେ ସକାଳେ ଯିବାକୁ ପଡିବ କି ନାହିଁ? ପଡିବ। ଯଦି କହିବେ ନାହିଁ ଆମର ବୁଆରୀ ଦେଶୀ ଚିକେନ କରିଛି 2 ଦିନ ଥାଓ, ତା ଭଲ କରି ରାନ୍ଧିଥିଲୁ 2 ଦିନ ରଖ, ତୋର ପାଖରେ କେ ବସି ପାରବ, ସେ ଚିମନି ବାଟେ ଧୂଆଁ ବାହାରବ, ମୁଣ୍ଡ ଖରାପ ହେଇଯିବ। ପ୍ରିୟ ଭାଇ ଭଉଣୀ ମାନେ କି ଅବସ୍ଥା ଏଟା ପାଇଁ ବାୟା। ପ୍ରତିମା ପୂଜା ମାନେ କଣ? ଯେଉଁମାନେ ଖାଲି ଖାଇବା ପାଇଁ ବଞ୍ଚୁଛନ୍ତି। ପ୍ରତିମା ପୂଜା ମାନେ କଣ? ଲୋଭ। ଲୋଭକୁ ପ୍ରତିମା ପୂଜା କୁହାଯାଏ। ଆମର ଦେଶ ତ ଗୋଟେ ମାପରୁ ମିଶା ଅଛି, ଡାବୁ ମାପରୁ ଡାବୁ ଦେବ ସେ। ଥରେ ଜଣେ ଭଉଣୀ ମୁଁ ଯାକ ଋଣ ପାଇଛି, ଜଣକୁ ଯାଇ କହୁଛି ହଇଲ ନାନୀ କେମିତି କରିବିଲ, ଏତେ ଗ୍ରୁପ ଋଣ ହେଇଗଲା, ପଇସା ପତ୍ର କେମିତି ହେ ଦେଲ, ଲକ୍ଷ୍ମୀ ପୂଜା କର, ଲକ୍ଷ୍ମୀ କର। ପୂଜା କଲେ ଓକେ, ଏ ବେଟି ସରିଗଲା, ଏଟା ସରିଲେ ସରିଗଲା ହେଲା। ସେ ବେଟି ସରିଗଲା କି ନାହିଁ, ଏ ବେଟା ସରିଲେ ସରିଦେବି। ସେ କଣ କହୁଛି, ମୁଁ ଯାକ ଋଣ ପାଇଛି, ସେ କହୁଛି କେମିତି କରିବିଲ ନାନୀ, ଲକ୍ଷ୍ମୀ ପୂଜା করল, লক্ষ্মী পূজা কল তো হব হয় নানি, লক্ষ্মী কোটি মিলবে, হাটে মিলব, হাটে মিলব। সে হাটে যাই লক্ষ্মী ফটো গুলো আনি করে মাগুছি, এগো মা লক্ষ্মী ডাবু দেগো, মন ডাকর রুন্ঠা পাইছি, গ্রুপ ডাবু দেবা আছে মা, অঙ্ক ডাবু দেবা আছে, দেগো মা দে দে। তারপরে সে আজ দিল কাতা হচ্ছন্তি নাইল দিয়ত নাই। কোন হেলা বলা গোটে মাস্টার নি গোটে তোতে কবি নাই দিদি তুরি সাহেব কোন হেলা ক হেটি এ কইলা ঋণ ভর্তি হয়েছি তো কোন করি বলা লক্ষ্মী পূজা কর বললা, হাটু লক্ষ্মীকে ঘেনি আনি পূজা করুছি, কিছু দেউ নাহান্তি। সেগুলা হইল বাইডি, তুই তো তাকে ডাবু দিয়ে ঘেনি আনিছু, তোকে কোন ডাবু সে দেব? হ্যাঁ, লক্ষ্মীকে তুই ডাবু দিয়ে ঘেনি আনিছু, সে লক্ষ্মী তোকে লক্ষ্মী দেব? এটাকে কইবে বুদ্ধি নলা আলা ডালে মূলে ফলে বলবে। চলবা আগুন টিকে বুদ্ধিমান সହିତ চলন্তু, এইটা ମୁଁ କହିବା ପାଇଁ ଚାହେଁ ପ୍ରିୟ ଭାଇ ଭଉଣୀ ମାନେ। ଆପଣମାନେ କେମିତି ଚଳିବେ, ଟିକେ ବୁଦ୍ଧିର ସହିତ ଚଳିବା ପାଇଁ ଯତ୍ନବାନ ହୁଅନ୍ତୁ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରିବେ। ମୁଁ କହୁଥିଲି ଆପଣମାନଙ୍କୁ ମୋର ସେ ବହିଟା ଅଛି, ସେ ବହିଟା ଗୋଟେ କିଣିକି ନେବେ ଆପଣମାନେ, ଗଲାବେଳକୁ ଦୟାକରି ନେବେ। ଏଠି ଗୋଟେ ଅଧ୍ୟାୟ ଅଛି ଋଣ ମୁକ୍ତ ପରିବାର, କେମିତି ଋଣରୁ ମୁକ୍ତ ହେବେ। 10ଟା ସଲିଡ୍ ଟିଚିଂ ବାଇବଲରୁ ମୁଁ ରଖିଛି। ସେ 10টাକୁ ଯଦି ଭଲ କରି 10 ଥର ପୁରା ପଢବ আর তাকে ফলো করব, আপনার সহজ ঋণ মুক্ত হয়ে পারবে। তো ধন প্রেম মধ্যে প্রতিমা পূজা অটে, আর অবাধ্যতা भी প্রতিমা পূজা অটে। তো কাহিঁকি যাই হব না, প্রথম বিষয় এমানে প্রতিমা পূজক হলে, দ্বিতীয় কোন কলে ব্যভিচারী হলে। তারপর 9 পদে কোন লেখা আছে, যেপরি সেମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ। ତୃତୀୟ ବିଷୟ ପରୀକ୍ଷା କଲେ, ପ୍ରଭୁଙ୍କୁ ପରୀକ୍ଷା କଲେ।
এটা তৃতীয় বিষয়, প্রান্তরে মরিবাটা। প্রভু দেবে কি, প্রভু খাদ্য দেবে কি, প্রভু মাংস দেবে কি, প্রভু এটা করিপারবে কি, যদি প্রভু হলে করিপারবে কি, পরীক্ষা নাই। বিশ্বাস করন্তু, বিশ্বাস করন্তু ମୋର ପ୍ରିୟ ଭାଇ ଭଉଣୀ, ବିଶ୍ୱାସ କଣ କରେ, ମରିବା ପାଇଁ ବି ପ୍ରସ୍ତୁତ ଥାଏ। ସେ କହୁଥିଲେ ସଦରକ ବସକ ଅବଦ୍ଧ କଣ ବୋଲି କହୁଛନ୍ତି, ପ୍ରଭୁ ଆମକୁ ରକ୍ଷା କରନ୍ତୁ କି ନ କରନ୍ତୁ, ସେମାନେ ପ୍ରଭୁ ଅଟନ୍ତି। ଆମେ କାହାକୁ ଭୟ କରିବାର ଅଛି? ଯେ ଆମର ଶରୀର ଆତ୍ମା ଉଭୟକୁ ନରକରେ ନିକ୍ଷେପ କରିବେ, ତାଙ୍କୁ ଆଗ ଭୟ କରିବା, କାହାକୁ ଭୟ କରିବାର ନାହିଁ। ତେଣୁ ବାକ୍ୟ ଶୁଣିବା ସମୟରେ ପ୍ରିୟ ଭାଇ ଭଉଣୀ, ସମାପ୍ତ କରିବା ପାଇଁ ଚାହେଁ, ଯେହେତୁ ବର୍ଷା ସକାଶେ ଆମେ ବିଳମ୍ବରେ ଯାଉଛୁ, ତାହେଲେ ଆମେ ଚିନ୍ତା କରୁଥିଲୁ 10ଟା ଭିତରେ ସାରିଦେବା ବୋଲି, ନାଇଁ କି? ବର୍ଷା ଥିବା ସକାଶେ ଟିକେ ବିଳମ୍ବ ହେଇଯାଇଛି। ଆମେ ପରମିଶନ ଟାଇମରୁ ଟିକେ ଆଗକୁ ଯାଉଛୁ, କିନ୍ତୁ ଆମର ପ୍ରଶାସନ ସେମାନେ ବି ବୁଝିବେ ଯେ ମାନେ ବର୍ଷା ପାଇଁ ଡେରି ହେଲା ବୋଲିକରି। ତ ମୁଁ ଆପଣମାନେ କହିବା ପାଇଁ ଚାହେଁ ପ୍ରିୟ ଭାଇ ଭଉଣୀ ମାନେ, ମନ୍ଦ ବିଷୟ ଅଭିଳାଷୀ ହେଲେ ମାନେ କଣ କରୁଛନ୍ତି? ପ୍ରତିମା ପୂଜକ ହେଲେ, ବ୍ୟଭିଚାର କଲେ, ପ୍ରଭୁଙ୍କୁ ପରୀକ୍ଷା କଲେ। କଣ କରୁଛନ୍ତି? ଆମେ ପ୍ରଥମ ବିଷୟ ଦେଖୁଥିଲୁ ଏଇଟା। ଏମାନେ କଣ କଲେ? ମନ୍ଦ ବିଷୟ ଅଭିଳାଷୀ ହେଲେ, ଭଲ ବିଷୟ ଏମାନଙ୍କ ଅଭିଳାଷ ନଥିଲା। ଦ୍ୱିତୀୟ ବିଷୟ କଲେ ପ୍ରତିମା ପୂଜକ ହେଲେ, ତୃତୀୟ ବିଷୟ କଣ କଲେ? ବ୍ୟଭିଚାରୀ ହେଲେ, ଚତୁର୍ଥ ବିଷୟ ପ୍ରଭୁଙ୍କୁ ପରୀକ୍ଷା କଲେ। ଆଉ ଶେଷ ବିଷୟ 10 ପଦ, ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ। କଣ କଲେ? ଏମାନେ ବଚସା କଲେ। କାହାର ବଚସା କଲେ? ପ୍ରଭୁଙ୍କର ବଚସା କଲେ। ପ୍ରଭୁଙ୍କ ବିରୁଦ୍ଧରେ କହିବାକୁ ଆରମ୍ଭ କଲେ। ଯୋଉ ପ୍ରଭୁ ତମକୁ ଦୁଗ୍ଧ ନଦୀ ପ୍ରବାହିତ ଦେଶକୁ ନେବା ପାଇଁ ଯାଉଛନ୍ତି, ସେ ପ୍ରଭୁଙ୍କ ବିରୁଦ୍ଧରେ ତମେ କଥା ହେବ। ତମକୁ ଦାସତ୍ୱରୁ ବାହାର କରି ରାସ୍ତା ସାରା ଯତ୍ନ ନେଇ ଯାଉଛନ୍ତି। ଅନେକ ଖ୍ରୀଷ୍ଟିଆନ ଦେଖିବେ, ସେମାନଙ୍କ ଜୀବନରେ ପ୍ରଭୁ ଯେତିକି ଆଶୀର୍ବାଦ କଲେ ମଧ୍ୟ ଜୀବନ ସାରା ଖାଲି ଗୁଣ 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 ମୁରମୁର ପୁଟ ପୁଟ କୁଟକୁଟା ଖାଉଥିବେ। ଏଟା ପୁଣି ଘର, ଏଟା କୁଟର ଘର। ଆগে ତ କୁଡ଼ିଆ କରୁଥିଲେ, ଘର କରିଦେଲେ କି ନାହିଁ। এটা আপনি খট, এটা গোটে খট, এটা বাইক কি মো, এটা গোটে বাইক। খালি কমপ্লেন্ট আকা, খালি কমপ্লেন্ট। ତାଙ୍କୁ ମରି ମରି ଯତ୍ନ ନେବି କମ୍ପ୍ଲେଣ୍ଟ। ଠିକ ସେମିତି ପ୍ରଭୁଙ୍କ ବିରୁଦ୍ଧରେ ମଧ୍ୟ ବଚସା ଆକା କଲେ, ବଚସା ମରି କଲେ। ଏଇ 5ଟା ବିଷୟ କଲେ ସେମାନେ। ଆପଣ 11 ପଦ 12 ପଦ ପଢି ଦିଅନ୍ତୁ। এই সমস্ত দৃষ্টান্ত স্বরূপে কোন দৃষ্টান্ত এটা? হ্যাঁ, এই 5টা বিষয় দৃষ্টান্ত কাহিঁকি এই ଲୋକମାନେ, କେତେ ଲୋକ? 6 ଲକ୍ଷ ପୁରୁଷ ଆଉ ସ୍ତ୍ରୀ ଆଉ ପିଲାମାନଙ୍କ ମଧ୍ୟରେ ଏ 6 ଲକ୍ଷ ପୁରୁଷ କାହିଁକି ଯାଇପାରିଲେ ନାହିଁ? 2 ଲୋକ କାହିଁକି ହେଲେ? ଏ 5ଟା ଭୁଲ କଲେ। କଣ କଲେ? ମାନେ ମନ୍ଦ ବିଷୟ ଅଭିଳାଷ। ଯଦି ଆପଣଙ୍କର ମନ୍ଦ ବିଷୟ ଅଭିଳାଷ ଅଛି, ମା ମାନେ, ଝୁମରି ମା ମାନେ, ଭାବନେ ମୋ ଆଖି ଦିଶେ ନାହିଁ ବୋଲି ଏ ଚଷମା ନାଇକି ସର୍ଦା ପାଇଁ ପିନ୍ଧୁଛି, ହେଲା, ଭାବନେ ଆଖି ଦିଶେ ନାହିଁ ପାଇଁ ପିନ୍ଧୁଛି ବୋଲିକରି। ସେ ଲାଷ୍ଟ ବସବା ଲୋକର ଆଖି ମିଶା ମକା ଦୁଶୁଛି, ଆଖି ଲିମିଛନ୍ତି କି ନାଇଁ ଦୁଶୁଛି। ଦାନ୍ତ ମାନେ ମିଶା ତ ଦେଖିପାରୁଛି, ଲିଆ ପରା ଦାନ୍ତ ମାନେ ସବୁ ଦେଖିପାରେ। ମୁଁ ଆପଣମାନେ କହିବା ପାଇଁ ସାରିଦେବି। ମୁଇଁ ଠିଆ ହେଇ 2-2ଟା ମେସେଜ ଦଉଛି, ଆଟା ଦୁକା ହାତ ଗୋଡ଼ ଦୁକା, ତମେ ବସିକରି ଆପଡ଼ି ଦେଲେ ମୁଇଁ କେମିତି କରବା? ମୋର ପ୍ରିୟ ଭାଇ ଭଉଣୀ ମାନେ, ଏମାନେ କଣ କଲେ? ଏ ସମସ୍ତ ଦୃଷ୍ଟାନ୍ତ ସ୍ୱରୂପ ସମସ୍ତଙ୍କ ପ୍ରତି ଘଟିଲା। ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତକାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭମାନଙ୍କ ଚେତନା ନିମନ୍ତେ ସବୁ ଲେଖାଯାଇଅଛି। କଣ ପାଇଁ? ଚେତନା ପାଇଁ। ଏମାନେ ଯାଇପାରିଲେ ନାହିଁ, ଯଦି ତୁମେ ବି ସେମିତି ଜୀବନ କାଟିବ, ତୁମେ ବି ଯାଇପାରିବ ନାହିଁ ବୋଲିବାଟା। এইটা মূল কথা। ସେମାନେ ଯାଇପାରିଲେ ନାହିଁ। କାହିଁକି ଯାଇପାରିଲେ ନାହିଁ? ଏ 5ଟା ବିଷୟ ପାଇଁ ଯାଇପାରିଲେ ନାହିଁ। ତ ସେ 5ଟା ବିଷୟ ଆପଣ ବି କରିବେ, ଆପଣ ବି ଯାଇପାରିବେ ନାହିଁ। ଦୃଷ୍ଟାନ୍ତ ପାଇଁ ଲେଖା ହେଇଛି, ଏଇଟା ଆମର ଚେତନା ପାଇଁ ଲେଖା ହେଇଛି। ଏଇଟା 12 ପଦ। ଏଣୁ ଯେ ଆପଣ ସ୍ଥିର ବୋଲି ମନେ କରେ, ଏଣୁ ଯେ ଆପଣଙ୍କୁ ସ୍ଥିର ବୋଲି ମନେ କରେ, ସେ ଯେପରି ପତିତ ନ ହୁଏ, ଯେ ଆପଣଙ୍କୁ ସ୍ଥିର ବୋଲି ମନେ କରେ, ସେ ଯେପରି ପତିତ ନ ହୁଏ, ଏଥି ନିମନ୍ତେ ସାବଧାନ ହଉ। କଣ ହଉ? ଏଥିପାଇଁ ସାବଧାନ ହଉ। ମୁଁ ସ୍ଥିର ଅଛି, ମୁଁ ଠିକ ଅଛି, ଆଇ ଏମ୍ ଅଲ୍ ରାଇଟ୍, এটা ଭାବ ନାହିଁ। ସ୍ଥିର ବୋଲି ଭାବନ୍ତୁ ନାହିଁ। ସେ ଚିନ୍ତା କରନ୍ତୁ ଜୀବନ କେମିତି ଅଛି, ଆପଣଙ୍କ ସ୍ୱଭାବ କେମିତି ଅଛି, ଆପଣଙ୍କ ଚାଲିଚଳନ କେମିତି ଅଛି, ଆପଣଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ କି? ଯଦି ସନ୍ତୁଷ୍ଟ ନାହାନ୍ତି, ଏବେ ଜୀବନକୁ ସଜାଡ଼ି ପାରିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ବାଇବଲରେ କେତେ ପଦ ଆମକୁ ବହୁତ
ଚେତାବନୀ ଦିଏ। ଗୋଟେ ପଦ ଦେଖନ୍ତୁ, ମସ୍ତ ଖୋଲନ୍ତୁ ଆପଣ ମାନେ। ଏଭଳି ତାର 3 ପର୍ବ, ଏଭଳି 3 ପର୍ବ ତାର 11 ପଦ। ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ। ଦେଖନ୍ତୁ, ସେମାନେ ଆମ୍ଭ ବିଶ୍ରାମରେ ପ୍ରବେଶ କରିବେ ନାହିଁ। 18 ପଦ, ଯେଉଁମାନେ ଅବାଧ୍ୟ ହୋଇଥିଲେ ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ। 4 ପର୍ବ 1 ପଦ, ଅତଏବ ଆସ ଆମ୍ଭେମାନେ ଭୟ କରୁ କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ। ଆମେ ଯୋଉ ବସିଛୁ, ଆମେ କେହି ବଞ୍ଚିତ ହେଲା ପରା ଦିଶୁଛୁ। ଏଇଟା ଆପଣ ମାନେ ୟୁଟ୍ୟୁବ ଲାଇଭରେ ଅଛି, ପରେ ବି ଶୁଣିପାରିବେ। ଆମମାନଙ୍କ ମଧ୍ୟରେ 3 ଜଣ ଭାଇ ଅଛନ୍ତି, ନିଜର ଖର୍ଚ୍ଚ ଅକ୍ଲାନ୍ତ ପରିଶ୍ରମ କରି ଦୂର ଜାଗାରୁ ଆସିଛନ୍ତି, ଆଉ ସେମାନେ ଆମ ପାଇଁ ଲାଇଭ୍ କରିଛନ୍ତି। ସେମାନଙ୍କ ପାଇଁ ଆମେ ଧନ୍ୟବାଦ ହେବା କଥା ଯେ ଏ 3 ଜଣ ଭାଇ କାଲିରୁ ଏମାନେ ଲାଇଭ୍ କରୁଛନ୍ତି। କ'ଣ ପାଇଁ? ଯେପରି ଆଜିର ମିଟିଂ ସରିଲା ପରେ ମଧ୍ୟ ଅନ୍ୟମାନେ ଶୁଣିପାରିବେ। ଆରେ ମୁଁ ଯୋଉଟା ପ୍ରଚାର କରୁଛି ଲୁକା ଛପା ଆତରି କୋଉଠି ପ୍ରଚାର କରୁନାହିଁ, ଏଠି ପ୍ରଚାର କରୁଛି, ଆଉ ୟୁଟ୍ୟୁବରେ ଲାଇଭ୍ ଅଛି, ଲାଇଭରେ ଅଛି। ଏଟା ମୁଁ କାହିଁକି ପ୍ରଚାର କରୁଛି? ବିନା ଭୟରେ, ଏଇଥିପାଇଁ ଯେପରି ଆପଣମାନେ ସତ୍ୟତା ଜାଣିପାରିବେ। ସତ୍ୟତା ସମସ୍ତେ ଜାଣିପାରିବେ, ସମସ୍ତଙ୍କ ପାଇଁ ସୁଯୋଗ ଅଛି। ଆଜି ଜୀବନକୁ ସଜାଡ଼ି ପାରିବା, ପାପରୁ ଫେରି ପାରିବା, ମନ୍ଦତାରୁ ଫେରି ସୁଯୋଗ ଅଛି। ଆମେ ଯେମିତି ଜୀବନ କାଟୁଛୁ ଭାଇ ଭଉଣୀ ମାନେ, ଏ ଅବସ୍ଥାରେ ପୃଥିବୀର କୋଉ ଦେଶରେ ବି ଯାଇ ହେବ, ମଙ୍ଗଳ ଗ୍ରହରେ ଚନ୍ଦ୍ରରେ ବି ଯାଇ ହେବ, ସ୍ୱର୍ଗକୁ ଯାଇ ହେବ ନାହିଁ। ଏମାନଙ୍କୁ ପ୍ରଭୁ ଯତ୍ନ ନେଲେ, ନିଶ୍ଚୟ ବାହାର କଲେ, ଏମାନେ ରକ୍ତଦ୍ୱାରା ରକ୍ଷା ପ୍ରାପ୍ତ ହେଲେ, ବାପ୍ତିସ୍ମ ନେଲେ, ପ୍ରଭୁ ଭୋଜ ଖାଇଲେ, ତାଙ୍କୁ ପାଳକ କଡ଼େଇ ନେଉଛନ୍ତି, ରାସ୍ତାରେ ପ୍ରଭୁ ଖାଇବାକୁ ଦେଲେ, ପ୍ରଭୁ ଯତ୍ନ ନେଲେ, ହେଲେ ବି ବାଟରେ ମରୁଛନ୍ତି ବୋଲେ। ଅନେକ ଲୋକ କ'ଣ ଭାବୁଛନ୍ତି, ପ୍ରଭୁ ଆମର ଯତ୍ନ ନେଉଛନ୍ତି ମାନେ ଆମେ ଠିକ ଅଛୁ ପାଇଁ ଯତ୍ନ ନେଉଛନ୍ତି। ନାଇଁ ଭାଇ ଭଉଣୀ ମାନେ, ଆମେ ଠିକ ଥିବାର ଯତ୍ନ ନେଉନାହାନ୍ତି, ସେ ଉତ୍ତମ ଥିବାର ଯତ୍ନ ନେଉଛନ୍ତି। ଆମେ ପାପରେ ଥିଲେ ବି ଖାଇବାକୁ ଦେଉଛନ୍ତି। ସେ ଦୁଷ୍ଟ ଉଭୟ ଆଉ ସନ୍ଥ ପାଇଁ ସୂର୍ଯ୍ୟ ଉଦୟ କରାନ୍ତି, ବୃଷ୍ଟି ସମସ୍ତଙ୍କ ପାଇଁ ପଠାନ୍ତି, ପବନ ସମସ୍ତଙ୍କ ପାଇଁ, ସେ ସମସ୍ତଙ୍କ ଯତ୍ନ ନିଅନ୍ତି। ଆଜି ବାକ୍ୟ ଶୁଣିବା ସମୟରେ ଆମେ ସମସ୍ତେ ଯତ୍ନବାନ ହେବା। ପ୍ରତିଜ୍ଞା ତ ଅଛି, କିନ୍ତୁ ପ୍ରବେଶ କଲା ପରେ ଦେଖାଯାଉଛି କି ଆମେ ସମସ୍ତେ ଯତ୍ନବାନ। ଗୋଟେ ପଦ ପଢିବେ, 4 ପର୍ବ ତାର 9, 10, 11। ଏଭଳି 4 ପର୍ବ 9, 10, 11। ଅତଏବ ଇସ୍ପନ ଲୋକମାନଙ୍କ ନିମନ୍ତେ ବିଶ୍ରାମ ବାର ଭୋଗ କରିବା ବାକି ଅଛି। କ'ଣ ବାକି ଅଛି? ଏଠି ବିଶ୍ରାମ ନାହିଁ ପାଇ ଭାଇ ଭଉଣୀ ମାନେ, ଗୋଟେ ବିଶ୍ରାମ ଆମ ପାଇଁ ଅଛି, ଆମ ପାଇଁ ବିଶ୍ରାମ ଅଛି। କିନ୍ତୁ ଯେନ ପ୍ରଭୁଙ୍କୁ ବିଶ୍ୱାସ କରିବେ ନାହିଁ, ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ। ଏଇଟା ବାଇବଲ କହୁଛି। ଯନ୍ତ୍ରଣା 2 ଦିନର ନାହିଁ। ଥରେ ଗୋଟେ ଜାଗାରେ ପ୍ରଚାର କରୁଛି, ଜଣେ ମତେ କହୁଛନ୍ତି, ଆଜ୍ଞା ଆପଣ ସବୁବେଳେ ନର୍କ କହୁଛନ୍ତି, ଆଜ୍ଞା କାହିଁ ମୁଁ ଏକଲା ନର୍କ ଯିବି କି? ଆଜ୍ଞା କେତେ ଲୋକ ଯିବେ, ମୁଇଁ ମିଶା ଯିବି କି? ସେଇ ଗଲା ଯେ ବୋଲୁଛି ବୋଲେ କ'ଣ ଖରା ଛୁଟି ତ 15 ଦିନ ବୁଲି ଦେ ବାହାରି আসবো। এ বুয়া নরক বলে ভেঙ্কার কল কত এবা পাদ মিশা পাকা পাকা জায়গা নাই, আরে মুই ଯିବି নাই বাপা, সেটি মুই ଯିବି নাই বলছেন কি? নাই, জনে লোক মলা পরে 2টা জায়গা, ইটি নইলে সিটি। এবে যত্নবান হবার ଅଛି, ସେମାନେ ଯତ୍ନବାନ ହେଲେ ନାହିଁ। ସେଇଥିପାଇଁ ଆମ ପାଇଁ ଚେତନା ଏଇଟା ଅଟେ। ମାତ୍ୟୁ 25 ପର୍ବ 46 ପଦ ଦେଖିବେ, 2ଟା ଜାଗା, ଗୋଟେ ଅନନ୍ତ ଦଣ୍ଡ ଆଉ ଅନନ୍ତ ଜୀବନ। ଏ 2ଟା, ଅନନ୍ତ ଦଣ୍ଡ ଆଉ ଅନନ୍ତ ଜୀବନ ବାକି ଅଛି ଆଗକୁ। ଆମ ପାଇଁ ବିଶ୍ରାମର ବାକି ଅଛି, ଆମେ ଯତ୍ନବାନ ହେବା ଦରକାର। ତାପରେ କ'ଣ ଲେଖା ଅଛି 4 ପର୍ବ 11 ପଦରେ, ଏଣୁ ଆସ ଆମେ ମାନେ ସେ ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରୁ, ଯେପରି କୌଣସି ଲୋକ ଅବାଧ୍ୟ ହୋଇ ସେ ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ। ଦୃଷ୍ଟାନ୍ତ ଦିଆଯାଇଛି, ଏ ଦୃଷ୍ଟାନ୍ତ କ'ଣ ପାଇଁ? ଯେପରି ଆମେ ଭୁଲ ନ କରୁ, ଆମେ ସେ ତ୍ରୁଟି ନ କରୁ, ସେଇଥିପାଇଁ ଦୃଷ୍ଟାନ୍ତ ଦିଆଯାଇଛି। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ସମସ୍ତଙ୍କୁ କହିବା ପାଇଁ ଚାହେଁ, ଯେତେବେଳେ ମୁଁ ଏ ପଦ ଗୁଡାକ ପଢିଲି, ଗୋଟେ ଭୟ ପ୍ରବେଶ କଲା।
ବିଶ୍ରାମରେ ପ୍ରବେଶ କରିବା ପାଇଁ ପ୍ରତିଜ୍ଞା ଅଛି। ସ୍ୱର୍ଗ ସମସ୍ତଙ୍କ ପାଇଁ ଅଛି, ସମସ୍ତେ ସ୍ୱର୍ଗକୁ ଯିବେ ନାହିଁ। ଆପଣଙ୍କୁ ପ୍ରଭୁ ଦୟାକରି ସ୍ୱର୍ଗକୁ ନେବେ ନାହିଁ କି ଆପଣଙ୍କୁ ବାଧ୍ୟ କରି ନରକକୁ ପଠାଇବେ ନାହିଁ। ଆପଣ ଜଗତରେ ଯେମିତି ଜୀବନ କାଟିବେ, ଆପଣଙ୍କ ଜୀବନ ଯେମିତି ଥିବ ସେଇଟା ହିଁ ଆପଣଙ୍କୁ ଅନନ୍ତ କାଳକୁ ନେଇକି ଯିବ। ଆଜି ଆମେ ବିନା ଡର ଭୟରେ ପାପ କରୁଛୁ। ଆଜି ସୁଯୋଗ ଅଛି, ଆମେ ଯତ୍ନବାନ ହଉ। ଆମେ ଯେମିତି ଆସିଛୁ ସେମିତି ଯିବା ନାହିଁ। ଯଦି ଆମର ଜୀବନରେ ପ୍ରଭୁ ସନ୍ତୁଷ୍ଟ ନାହାନ୍ତି, ସେମାନେ କାହିଁକି ମଲେ ଲେଖା ଯାଉଛି ସେମାନଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନଥିଲେ। ଯଦି ଆପଣଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନାହାନ୍ତି, ଆପଣଙ୍କ ଜୀବନରେ କଣ କଣ ବିଷୟ ଅସନ୍ତୁଷ୍ଟ ତା ପରିତ୍ୟାଗ କରନ୍ତୁ। ଆସନ୍ତୁ ଯେ ସ୍ଥାନ ଠିଆ ହେବା ଆଉ ପ୍ରାର୍ଥନା କରିବା ପାଇଁ ଯିବା। ସମସ୍ତେ ଆପଣ ଆପଣ ସ୍ଥାନ ଠିଆ ହେବା। ଗୋଟେ 10 ମିନିଟ୍ ପ୍ରାର୍ଥନା କରି ଆମେ ଯିବା। 5-10 ମିନିଟ୍ ପ୍ରାର୍ଥନା କରିବା, ତାପରେ ଆପଣ ଆପଣ ଗୃହକୁ ଆମେ ପ୍ରତ୍ୟାବର୍ତ୍ତନ କରିବା। ସମସ୍ତେ ଆପଣ ସ୍ଥାନରେ ଠିଆ ହେବା ଆଉ ପ୍ରାର୍ଥନା କରିବା ପାଇଁ ଯିବା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମ ପାଇଁ ଗୋଟେ ସୌଭାଗ୍ୟ। ଆଜି ପ୍ରଭୁ ସୁଯୋଗ ଦେଇଛନ୍ତି, ଆମମାନଙ୍କୁ ଅନୁଗ୍ରହ କରିଛନ୍ତି।